ଆପଣ ଆଣିକି ମତେ ଦିଅନ୍ତୁ। ଓଲା ଗାଡିରେ ଆସିଛି ଚିକେନ। ଓଲା ଗାଡିରେ ଚିକେନ ଆସିଛି, ତା ସହିତ ଦହି ଆସିଛି। ଧଡକିରି ମୋଟା ମୋଟା ଦିଟା ବିଡା ନେଇକି ମେଡିକାଲ ସିନ୍ ଧଡକିରି। ମେଡିକାଲ କହିବା ଆଜ୍ଞା ଏତିକି ଟଙ୍କା ହେଇପାରିବ ନାହିଁ, ଶୀଘ୍ର ଏଇ ରାତି ଭିତରେ ଟଙ୍କା ରୋଜଗାର ଯୋଗାଡ଼ କରନ୍ତୁ, ନହେଲେ ଆୟୁଷ୍ମାନ କାର୍ଡ ବି କାମ କରିବ ନାହିଁ। ଆଳୁ ଆପଣ କାଟି ଦେଇପାରିବେ ଏମିତି ସାଇଡ୍ କିରି ଆରାମରେ ଦି ଦି ଖଣ୍ଡ କରିକି। ଏଟା ଆଳୁ ନୁହଁ, ଗୋଟେ କାଜୁ ତା ଦେହରୁ ଗୋଟେ ଦିଟା ମୁଁ ଖାଇଛି, ଆଉ ରେଷ୍ଟ ଯାହା ଯିଏ ଖାଇଥିଲି ମା କଣ କେମିତି ଜଣା ଛାଡ଼, ସେଗୁଡ଼ା ଆମେ ଆଗକୁ ଯିବାନି। କିନ୍ତୁ ଯୋଉ ଗୋଟେ ଦିଟା ମୁଁ ଖାଇଛି ତାର ପୁଣି ଗୋଟେ ସଦୁପଯୋଗ ହବ। ସେ ସଦୁପଯୋଗ ହଉଛି ପୂର୍ବରୁ ଗୋଟେ ଜରି ଖାଲି ଜରିଟା ହେଉଥିଲା ଯେମିତି ଫାଟି ଯାଉଥିଲା, ତେଣୁକରି କାଜୁ ଜରି ଦିଆହେଲା ଟିକେ ବଡ ମୋଟା ହବ ବୋଲି, ଯାହା ଦ୍ୱାରା କି ଫାଟିବନି। ଚାଲନ୍ତୁ ଆମେ ସେଟା ଦେଖିବା। କିଛି ଅସୁବିଧା ନାହିଁ। ବର୍ତ୍ତମାନ ଆଳୁ ଛଣା କେତେ ବାଟ ଯିବ ଗଲାଣି? ଆଳୁ ଛଣା ପାଖାପାଖି ନାଲି ହେଇଗଲାଣି। ମୁହଁ ଯେତେବେଳେ ନାଲି ପଡିଯିବ ଆଳୁର, ସେତେବେଳେ ଆପଣ ଜାଣିବେ ଆଳୁ ହେଇଗଲା। ପାଖାପାଖି ତାହେଲେ ମୁହଁ ନାଲି ପଡିଗଲାଣି। ବାସ୍। ଛାଡ଼, ଏବେ ବର୍ତ୍ତମାନ ବ୍ୟାଚଲର ଲାଇଫରେ ଦୁଇଟି ଲୋକ ଥାନ୍ତି, ଯିଏ ହେଲା ପ୍ରୋ ମାନେ 100% ରୋଷେଇ ଆସୁଥିବ, ଆଉ ଗୋଟେ ହେଲା ବିଗିନର। ଏ ନେଇ କଣ ମାନେ ଏଇଟା ତ ଏ ନେଇ କହିବାର କଣ ଅଛି? କ୍ୟାମେରା ପଛରେ ଥିବା ଲୋକଟି ବିଗିନର ବୋଲି ସମସ୍ତେ ଜାଣିଛନ୍ତି, କ୍ୟାମେରା ଆଗରେ ଯିଏ ସେଟା ପ୍ରୋ ବୋଲି ସମସ୍ତେ ଜାଣିଛନ୍ତି। ପ୍ରୋ ବୋଲି ସମସ୍ତେ ଜାଣିଛନ୍ତି। ବିଗିନର କେତେ ଦିନ ଶିଖିବା ଦରକାର? ବିଗିନର ତ ତମେ ତ 2 ଦିନରେ ଭାତ ଶିଖିଗଲଣି, ଆଉ କଣ ଟେନସନ ନଷ୍ଟ। 2 ଦିନରେ ଭାତ ଶିଖିଗଲାଣି। ତେବେ ଦୟାକରି ଆମେ କହିବାକୁ ଚାହୁଁଛୁ ଦର୍ଶକ ବନ୍ଧୁ ମାନଙ୍କୁ, ଯୋଉମାନେ କ୍ୟାମେରା ଧରୁଛନ୍ତି ବା ଯୋଉମାନେ ବିଗିନର, ସେମାନେ କେବେ ଶିଖନ୍ତୁନି, କାରଣ ଅଧିକ ଟେନସନ ପଡିବ। ଏବେ ଯିଏ ପ୍ରୋ ଛାଡି ଦିଅ। ଆରେ ଶିଖ, କିନ୍ତୁ ଶିଖ ଯେ କହିବନି ତମେ ସବୁ ଶିଖିଛ। କାରଣ ଗୋଟେ ନିୟମ ରହୁଛି କଣ ନା, ଯଦି କହିଦେଲ ମୁଁ ସବୁ ଶିଖିଛି ତାହେଲେ ସଇଲା, ଆଉ ସବୁ ପେଲା ହେଇଯିବ। ଆମେ ତ କଥା ହେଲା ରୋଷେଇ ତ ସମସ୍ତେ କରୁଛନ୍ତି, କିନ୍ତୁ ଆମେ ରୋଷେଇ ଯାତ୍ରା କରିବା ପାଇଁ ଚାହିଁଲୁ। ଏଇଠି ସପୋଜ ଏଇଠି ଯାତ୍ରାର ପଦଟିଏ ମନେ ପଡିବ ଏଇଟା, ଆରେ ଆଳୁ ଆରେ ତୁ କଣ ସିଝିବୁନି? ଆରେ ତୁ ସିଝିଲେ ପରା ଆମେ ପିଆଜ ପକେଇ କଷିବୁ। ଏ ଦୁଃଖ ସିନ୍ ଶୁଣିକି ଆମେ ବି ବହୁତ ମର୍ମାହତ, କିନ୍ତୁ ଆଳୁ ବହୁତ ଜଲ୍ଦି ସିଝି ଯାଉଛି। ତା ପାଇଁ ଆଣିବାକୁ ପଡିବ ଚଟକା ରସ ଥାଳି, କାହିଁକି ନା ସେଇ ଗୋଟିଏ ହିଁ ଆମ ପାଖରେ ଅଛି। ଚଟକା ରସ ଥାଳି, ଆଉ ଗୋଟେ ଅଛି ଯୋଉଟା ଭାତ ଗୋଡା ହେଇଛି। ସେଇ ବା ଓହୋ, ସେଇ ଗୋଟାକ ଧରିକି ଏକାଥରେ ସେ ଥାଳିଟା ନେଇ ଆସିବ ଯୋଉଥିରେ ଅଛି। ଆଉ ତାପରେ ଆପଣ ମାନେ ବିଶ୍ୱାସ କରିବେନି, ବିଶ୍ୱାସ ତ କରିବା ପାଇଁ ବାଧ୍ୟ, କରିବେନି କେମିତି? କାରଣ ଆପଣଙ୍କ ପାଖରେ ଆଉ କିଛି ଅପସନ ହିଁ ନାହିଁ, ବିଶ୍ୱାସ କରିବାକୁ ହିଁ ପଡିବ। ଦର୍ଶକ 2 ମିନିଟ୍ ଦେଖି ବୋର ହେଇଗଲେଣି। ନାଇଁ ଏତେ କାଇଁ, ଆପଣ କଟ କରନ୍ତୁ। ଆପଣ କାଇଁ ଏତେ ଘଣ୍ଟା କଟ କଲେ ଅସୁବିଧା ହେଇଯିବ। ଦର୍ଶକ ବନ୍ଧୁ ପୁଣି ଲାଇଭରେ ରହିବେ ନା ନାଇଁ, ଜାଣିବା ଦରକାର ମାନେ କଣ ପ୍ରୋସେସ, କଣ କେମିତି କଣ ହଉଛି। ସରିଗଲା, ଏ ଆଳୁ ସିଝି ନାହିଁ, କିନ୍ତୁ ଆମେ କାଢିଦେଲୁ କାହିଁକି? ସେଇଟା ଗୋଟେ ବଡ ପ୍ରଶ୍ନ। ତେବେ ଦର୍ଶକ ବନ୍ଧୁ ଆପଣଙ୍କୁ ପଚରା ଯାଉଛି, କାହିଁକି କାହିଁକି କଢାଗଲା କମେଣ୍ଟ କରି ଜଣାନ୍ତୁ। ସମୟର ଅଭାବ, ନା ଆଳୁ ବୋଲ ମାନିଲାନି, ନା କଡେଇ ଅତ୍ୟଧିକ ଗରମ ହେଇଗଲା, ନା ଆଉ କିଛି ପ୍ଲାନିଂ ଅଛି। ଆପଣଙ୍କୁ ଅପସନ ବି ଦିଆହେଇଗଲା, କାରଣ ବର୍ତ୍ତମାନ ମଲ୍ଟିପଲ ଚଏସ କ୍ୱେଶ୍ଚିନ୍ ହେଇଗଲାଣି ଯେହେତୁ। କିଛି ମିଳୁନି ଆଉ। ସେଟା ଆଣିକି ଆସିଛି 10 ଟଙ୍କା ମାତ୍ର। ଆଜି ଆଣିଛୁ ଆଉ ଏତେ କଷ୍ଟ କରିଥିଲୁ, 2 ଥର ୟୁଜ ହବ ଯେମିତି। ସେ କହିଲା, ମୁଁ କହିଲି 5 ଟଙ୍କା ନାହିଁ ନା, ନାଇଁ ଦିଥର ଜବରଦସ୍ତିଆ। ଜବରଦସ୍ତ, ଦିଥର ଯେମିତି ହେଲେ ତମେ, ଯେମିତି ହେଲେ ଦିଥର ୟୁଜ କର। ଇଏ ହେଲା ଆପଣଙ୍କର ଚୁନ ଚୁନ କଟା ହେଇଥିବା ପିଆଜ। ପ୍ରଥମେ ପକେଇଲେ ଆମେ ଗୋଟା ମସଲା। ଗୋଟା ମସଲାରେ କଣ ଅଛି ତା ଦେହରେ? ଗୋଟା ମସଲାରେ ଅଛି ଆପଣଙ୍କର ଡାଲଚିନି, ଜାହେତ୍ରୀ, ଲବଙ୍ଗ, ଗୁଜୁରାତି ଇତ୍ୟାଦି ଇତ୍ୟାଦି। କିନ୍ତୁ ଆମ ପ୍ୟାକେଟରେ ଗୁଜୁରାତି ନଥିଲା, ସେଇଟା ଦୁଃଖ କଥା। ମଝିରେ ଗୋଟେ ରସୁଣ ପଡିଗଲା। ସେ ପଡିବ, ରୋଷେଇ ଯାତ୍ରା ଯାତ୍ରା ହବ। ଏଇ ପିଆଜ
ଏ ପିଆଜ ଆରେ ତୁ କଣ ତେଲରେ ପଡି ଖୁସି? ପିଆଜ ପଡିଲା ପରେ ଆପଣ ଖୁସି କିନ୍ତୁ ପିଆଜ ଭାରି ଦୁଃଖରେ ଅଛି। ଏଇଠି ପିଆଜ ପକେଇଦେଲା ପରେ ଆପଣ ପୁଣି ଟିକେ ଲୁଣ ପକେଇଦେବେ। ଲୁଣ ପକେଇଦେବେ। ଏଇନା ଲୁଣ ଲୁଣ ପକେଇଦେଲେ କାହିଁକି ପଡିବ? ଏଇଟା ପିଆଜକୁ ଜଲ୍ଦି ନରମ କରିଦବ। ତା ସାଙ୍ଗରେ ଆମର ସମୟ ସୀମା ମଧ୍ୟ କମିଯିବ, ଜଲ୍ଦି ଆମର ରୋଷେଇ ହେଇଯିବ। ତେବେ ଜଲ୍ଦି ରୋଷେଇ ହବା ପ୍ରସଙ୍ଗ ଭିତରେ ହୁଁ। ଆପଣ କୁହନ୍ତୁ ଯେ ରୋଷେଇ ଖରାପ କେମିତି ହୁଏ? ରୋଷେଇ ଚାରି ପ୍ରକାର ୱେରେ ଖରାପ ହବ। ହୁଁ। ଯଦି ବହକାଲିଆ ଦେଖି ଜଣେ ଜାଣିନଥିବ ସେ କହିବ ଆଜ୍ଞା ମୁଁ ଜାଣିଛି, ରୋଷେଇ ଖରାପ ହବ। ଆଉ ଆଉ କିଛି ଜଣ ପରିସ୍ଥିତିର ଦାସ, ତାଙ୍କ ପାଖରେ ଆଉ କେହି ଅପସନ୍ ନଥିବେ, ଜାଣିଛନ୍ତି ଖରାପ କରିବେ କିନ୍ତୁ ଦେବା ପାଇଁ ବାଧ୍ୟ। ଆଉ ଗୋଟିଏ କ'ଣ ହବ ନା ଲଙ୍କା ଥିଲେ ଲୁଣ ନଥିବ, ଲୁଣ ଥିଲେ ଲଙ୍କା ନଥିବ, ରୋଷେଇ ଖରାପ ହବ। ଆଉ ଗୋଟିଏ ହେଲା ଭଗବାନଙ୍କ ଉପରେ ଡିପେଣ୍ଡ କରେ, ଅଗ୍ନି ଦେବତା ଚାହିଁଲେ ଭଲ ରୋଷେଇ ହବ, ନହେଲେ ନହେଲେ ଖରାପ। ହବନି। ଛାଡ଼, ବହୁତ ଆନାଲିଟିକାଲ ଆନ୍ସର ହେଇଗଲା। ଦର୍ଶକ ମାନେ ବୋର ହେଇଗଲେ। ବର୍ତ୍ତମାନ ସେଇ କଥାକୁ ଯାତ୍ରା ଆକାରରେ ଆପଣ ମାନେ କ'ଣ କହିପାରିବେ? ଯାତ୍ରା ଆକାରରେ କହିବାକୁ ଗଲେ ଆପଣ ଜାଣିଥିବେ ପ୍ରେମିକ ପ୍ରେମିକା ଏଇ ଦି ଜଣ ବେଶୀ ଯାତ୍ରା କରନ୍ତି। ସରିଗଲା। ପ୍ରଥମେ ତବ ସବୁ ଯାତ୍ରାରେ ତବ କାହାର କିଡନୀ ଖରାପ ହେଇଗଲା, କାହାର ଇଏ ହେଇଗଲା। ନହେଲେ ବିଶେଷ କରି ଦେଖିବେ ମାଣବସା ଆଉ ଆଇଁଷ ଏଇଟା ଯାତ୍ରାରେ ନିହାତି ହବ। କାରଣ ମାଣବସାରେ ଗୋଟେ ମଡ଼ର୍ଣ୍ଣ ଘରର ଝିଅ ଆସିଥିବ, ଯିଏ କହୁଥିବ ମୁଁ ଚିକେନ ଖାଇବି, ବୋଉ ସେଇଠି ମନା କରୁଥିବ ଆମ ଓଡ଼ିଆ ଘରର ସଂସ୍କୃତି ତତେ କ'ଣ ଜଣା ନାହିଁ? ସେଇ ପରିପ୍ରେକ୍ଷୀରେ ଯାତ୍ରା ଡାଇଲଗ ହବ, ଆଲୋ ଏ ବୋଉ ତୁ କ'ଣ ଜାଣିନୁ ଆମ ଓଡ଼ିଆ ଘରର ପରମ୍ପରା? ଆରେ ଓଡ଼ିଆ ଘରର ବୋହୂଟିଏ ମାଣବସାରେ ଚିତା ଝୋଟି ପକାଏ, ପିଠା ପଣାରେ ପୁରୀ ଉଠେ, ଆଉ ତୁ କହୁଛୁ ମୁଁ ଚିକେନ ଖାଇବି, ଚିକେନ ଖାଇବି। ତାପରେ ସାଙ୍ଗେ ସାଙ୍ଗେ ବୋଉର ପ୍ରତିକ୍ରିୟା, ବୋଉ ତମେ ସିନା ଗାଁର ମଳିମୁଣ୍ଡିଆ, କିନ୍ତୁ ମୁଁ ମଡର୍ଣ୍ଣ ଯୁଗର ସଡନ ବୋଉ। ମୁଁ କେବଳ ଆସିଛି ତମ ପୁଅର ଟଙ୍କାରେ ଅଏସ କରିବି, ଚିକେନ ଖାଇବି, ମଦ ପିଇବି। ତମ ଇଚ୍ଛା ପାଇଲେ ଘରେ ରୁହ, ନହେଲେ ଘରୁ ପଳା। ଏ ବୋଉ ତାପରେ ସାଙ୍ଗେ ସାଙ୍ଗେ ପୁଅର ଏଣ୍ଟ୍ରି ହବ। କ'ଣ କହିଲୁ ମୁଁ ଏ ଘରୁ ଚାଲିଯିବି। ଏଇଠି ବୋଉ ଧକ୍କାଟା ପକେଇଛି, ବୋଉକୁ ଧକ୍କାଟା ପକେଇଦେଲା। କିନ୍ତୁ ଜଷ୍ଟ ଧକ୍କା ପକଉ ପକଉ ସାମ୍ନାରେ ଆସି ପୁଅ ମାଡ଼ି ବସିଲା। କାରଣ ସେ ସିନରେ ନିହାତି ପୁଅ ଆସିବ, ସିନ୍ ଡିମାଣ୍ଡ କରୁଛି। ପୁଅ ଆସି ପହଞ୍ଚିଲା, ପୁଅ କହିବ, ପୁଅ ପାଖରେ ବର୍ତ୍ତମାନ ଦିଟା ଅପସନ ରହିଗଲା, ବୋଉ ସାଇଡ ନବ ନା ବୋଉ ସାଇଡ ନବ। ଯେହେତୁ ଏଇଟା ଯାତ୍ରା, ଏଠି ବୋଉ ସାଇଡ ନେବାକୁ ପଡିବ। କିନ୍ତୁ ଆଜିକାଲିର ପୁଅ କିଛିଟା ଅଛନ୍ତି, ସେ ଯେତେବେଳେ ହାଇ ହିଲ୍ ସାଙ୍ଗକୁ ସର୍ଟ ଦେଖି ଦଉଛନ୍ତି, ତାଙ୍କ ମୁଣ୍ଡ ଖରାପ ହେଇଯାଉଛି। କହୁଛି ବୋଉଟା ତ ପଡ଼ିକି ରହିବ, ବୋଉ ଯିବାର ଚାନ୍ସ ନାହିଁ। କିନ୍ତୁ ଏଇଠି ଯଦି ମୋ ସ୍ତ୍ରୀଟି ପଳଉଛି, ମତେ ଏକୁଟିଆ ଖଟରେ ଶୋଇବାକୁ ପଡ଼ିବ। ଏଇଟା ନାହିଁ ଆମର ଫ୍ୟାମିଲି ଶୋ, ସେନ୍ସର ବୋର୍ଡ। ଏଇଟା ଫ୍ୟାମିଲି ଶୋ, ମୁଁ ବୁଝିପାରୁଛି। କିନ୍ତୁ ଲୁଚେଇକି ଯୋଉମାନେ ମୋବାଇଲ ଦେଖିବେ, ସେମାନେ କ'ଣ ଆଉ ଶୁଣିବେ? ନାଇଁ, ଯାତ୍ରାରେ କିଛି ମସଲା ନାହିଁ, କିଛି ବୋଲ୍ଡ ସିନ୍ ନାହିଁ, ଗ୍ଲାମର ନାହିଁ, ଏରା ଦେଖିକି ବେକାର। ଆଉ ଆମେ ତ ଏଠି ଚିକେନକୁ ନଙ୍ଗଳା କରିକି ଦେଖେଇ ପାରିବୁନୁ, ଆଉ ଆମେ ଆଉ କ'ଣ କରି ଦେଖିବୁ? ଆମେ ଏମିତିଆ କଥା କହିବୁ। ଛାଡ଼, ଚଳେଇଦବା। ଆଉ କିଛିଟା ବିପ୍ ଆମେ ଲଗେଇକି ଆଗକୁ ଯିବା। ଆଗକୁ ଯିବା ଭିତରେ ଆମେ ଏଠି ଗୋଟେ ନୂଆ ଟେକ୍ନିକ ସବୁବେଳେ ୟୁଜ କରୁ। ଆମେ ଏଠି ୟୁଜ କରୁ କ'ଣ, ସମସ୍ତେ ମସଲା କଷିଲା ପରେ କ'ଣ କରନ୍ତି, ଚିକେନଟିକୁ ପକାନ୍ତି। କିନ୍ତୁ ଆମର ଏଠି ବ୍ୟତିକ୍ରମ, ଆମେ କ'ଣ ପିଆଜ ପକେଇଲା ପରେ ଚିକେନଟିକୁ ପକେଇ ଦବୁ। କାହିଁକି? ଏଠି ଦି ପ୍ରକାର କ'ଣ ହବ ନା, ମସଲାଟାକୁ ଆପଣ ଯଦି ପକେଇକି ଚିକେନକୁ ପକଉଛନ୍ତି, ସେ କଷି ହେଇ ହେଇ ମସଲାର ମସଲା ବାହାରି ଯାଇଥିବ। ସିଏ ସେଥିପାଇଁ ପାଟିକୁ ସେତିକି ଟେଷ୍ଟ ଲାଗେ ନାହିଁ, ଯେତିକି ଆପଣ ଏଇଟା ଖାଇଲା ପରେ ଜାଣିପାରିବେ। ସେଥିପାଇଁ ବହୁତ ଆପଣ ଯିବାକୁ ପଡ଼ିବ। ଆପଣ ଚିକେନ ଜରିଟିକୁ ଆଣନ୍ତୁ, ଗୋଟେ ସେକେଣ୍ଡ ଅପେକ୍ଷା କରିବାକୁ ପଡ଼ିବ। ଆପଣ ଆଣିକି ମତେ ଦିଅନ୍ତୁ। ଓଲା ଗାଡ଼ିରେ ଆସିଛି ଚିକେନ, ଓଲା ଗାଡ଼ିରେ ଚିକେନ ଆସିଛି, ତା ସହିତ ଦହି ଆସିଛି। ଭିଡ଼ିଓରେ ଦେଖିଥିବେ ବିଭିନ୍ନ ପ୍ରକାର ଯେ କେଉଁଠି ବୋତଲ ପୁରେଇକି ଚଢ଼େଇ ଦିଅନ୍ତି, କେଉଁଠି କ'ଣ। ଆମେ ଗୋଟେ ଟେକ୍ନୋଲୋଜି, ଦେଶୀ ଟେକ୍ନୋଲୋଜି। ଆପଣ ଭାବୁଥିବେ ଆ ଭିତରେ କ'ଣ ଚାଲିଛି? ଆଜ୍ଞା, ହେମଦସ୍ତା ନଥିଲା,
ଗ୍ରାଇଣ୍ଡର ନଥିଲା ସେଇଥିପାଇଁ ତା ଭିତରେ ଆମେ କ'ଣ କରିଛୁ ଅଦା ରସୁଣ ପୁରେଇ ପେଷ୍ଟ କରିଛୁ। ଫ୍ଲାସ୍ ଜଳୁନାହିଁ ସେଥିପାଇଁ ଦେଖାହେଉନି, ବାହାରିଲା ପରେ ଆପଣ ଦେଖିବେ ଆଉ କିଛି ଅସୁବିଧା ନାହିଁ। ବାସ୍ ମିଷ୍ଟର ଅଭିଷେକ ଲଗେଇ ଦେଇଛନ୍ତି, ଦେଖନ୍ତୁ ତା ଭିତରେ ପଶିକି ଅଛି ଆପଣଙ୍କର ଅଦା ରସୁଣ। ଦେଶୀ ଯୁଗାଡ଼ ତ ଯେ ହେମୁନ ଦୋସ୍ତା ନାହିଁ ତ କରାଯିବ କ'ଣ? ସେ ପୂର୍ବରୁ ଗୋଟେ କାଜୁ ଆସିଥିଲା, ସେଟା ହଉଛି କ'ଣ ସେ ସଲ୍ଟେଡ୍ କାଜୁ, ତା ଦେହରୁ ଗୋଟେ ଦିଟା ମୁଁ ଖାଇଛି, ଆଉ ରେଷ୍ଟ ଯାହା ଯିଏ ଖାଇଥିଲି ମା ଗଙ୍ଗେଇକି ଜଣା ଛାଡ଼, ସେଗୁଡ଼ା ଆମେ ଆଗକୁ ଯିବାନି। କିନ୍ତୁ ଯୋଉ ଗୋଟେ ଦିଟା ମୁଁ ଖାଇଛି ତାର ପୁଣି ଗୋଟେ ସଦୁପଯୋଗ ହବ। ସେ ସଦୁପଯୋଗ ହଉଛି ପୂର୍ବରୁ ଗୋଟେ ଜରି ଖାଲି ଜରିଟା ହେଉଥିଲା ଯେମିତି ଫାଟି ଯାଉଥିଲା, ତେଣୁକରି କାଜୁ ଜରି ଦିଆହେଲା ଟିକେ ବଡ଼ ମୋଟା ହବ ବୋଲି, ଯାହାଦ୍ୱାରା କି ଫାଟିବନି। ଚାଲନ୍ତୁ ଆମେ ସେଟା ଦେଖିବା। ତା ସହିତ କାକୁଡ଼ି ମଧ୍ୟ ଆସିଛି। ଏଇ ସବୁ ଦେଖିକି ଆମର ଟେନସନ ନିଅନ୍ତୁନି, କାରଣ ଏଇଟା ଖାଲି ବାଉଳାରେ ଏଇଥରକ ସାଲାରୀ ଫାଲାରୀ ରେଡି ଚୁଲି ଆସିଛି, ଆମେ ସେତକ ନଇଥିଲେ ହେଇନଥାନ୍ତା। ହେଇନଥାନ୍ତା। ଆଉ ଗୋଟିଏ କଥା ଆପଣ ଭାବୁଥିବେ ଜରିରେ ଆଣିଲେ ଛି 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 3 ଥର ଛି, ଡାଇରେକ୍ଟ ପକେଇଦେଲେ ଧୁଆ ଧୁଇ କିଛି ନାହିଁ। ଆପଣଙ୍କୁ ଜଣେଇ ଦଉଛୁ, ଆମେ ମିଛରେ ବି କହିପାରିବୁ ଯେ ଆପଣଙ୍କୁ ଆମେ ଜରିରେ ଧୋଇକି ଥୋଇଥିଲୁ, କିନ୍ତୁ ନା ସେ କଥା ହେଇନାହିଁ। ଆଉ ଇଏ ଗୋଟେ ବହକାଲି ଆମର ଚିକେନ ଆଣିଛି ଆଜ୍ଞା ଯେ ଖାଲି ମାଂସ ପିସ୍ ଆଣିଛି, ସେଇ ପିସ୍ ଗୁରା ମୁଁ ଖାଏ ନାହିଁ। ହଉ ଛାଡ଼, ସେ ଗୋଟାଏ ଫଡ଼ିଆ କାଟିକି ଦେଇଥିଲା, ଫରିଆ ଦେଲା ଦିଟା ଇଏ ଗୋଟେ ଫଡ଼ିଆ କେମିତି କାଟିଲା ଏମିତି ଦେଇଦେଲା। ମୁଁ ସେଠି ଆଉ କହିବି ମାଂସ ପିସ୍ କ'ଣ ଇଏ ପିସ୍। ବାସ୍ ସେଇ ବହକାଲିଆ କାଉଣ୍ଟରରେ ଏମିତି ସବୁ କଥାବାର୍ତ୍ତା କରନ୍ତି, କିନ୍ତୁ ଆମକୁ ସଚେତନ ହେବାକୁ ପଡ଼ିବ। ଜାଗ ଗ୍ରାହକ ଜାଗ, କଣ୍ଟା ପିସ୍ ମାଗ। କଣ୍ଟା ପିସ୍ କେମିତି କ'ଣ ମାଗିବ? ମୁଁ କହିବ ଆମକୁ ଲେଗ ପିସ୍ ଖେଳି ଦିଅ, ପଇସା ଅଧିକା ନିଅ। ତାହେଲେ ଏମିତିଆ କଥା। ହ୍ୟାଲୋ, ଏଇଥର ସଚେତନ ହୋଇଥିବା ଗ୍ରାହକ କହିବା ଦ୍ୱାରା ଆମେ ଆର୍ଥର ଗୋଟେ କଣ୍ଟା ପିସ୍ ଧରିକି ଆସିବୁ। ଏଇଠି ଆପଣଙ୍କର ଏଇଠି ପଡ଼ିଗଲା। ତା ଭିତରେ କ'ଣ ହବ ନା ଧୀରେ ଧୀରେ ଚିକେନଟି ଭଜା ହେଇଯିବ, ତା ଦେହରୁ ପାଣି ଯେଉଁଗୁଡ଼ା ବାହାରୁଥିବ ସିଏ ବି ଡିପ୍ ଫ୍ରାଏ ହେଇକି ଚାଲିଯିବ। ତାପରେ କ'ଣ ସୁବିଧା ହବ ଆପଣଙ୍କୁ ନା ବହୁତ କମ୍ ସମୟ ଭିତରେ ଚିକେନ ହେଇଯିବ। ଭଲ ଲାଗିବ ଆପଣଙ୍କୁ ଦେଖ। ଏଇଟା ମୋର ପ୍ରଥମ ଅଭିଜ୍ଞତା ନୁହଁ, ମୁଁ ଯୋଉଠି କରିଛି କେବେ ଧୋକା ଖାଇନି। ଆମ ଦର୍ଶକ ମାନଙ୍କ ପାଇଁ ଏଇଟା ଗୋଟେ ପ୍ରଥମ ଅଭିଜ୍ଞତା ହେଇପାରେ। ହେଇପାରେ, ନାଇଁ ଯୋଉମାନେ ଜାଣିନାହାନ୍ତି, କିଛି ଲୋକ ତ ଏବେ ବି ଏମିତି କରୁଛନ୍ତି, କାହିଁକି ନା ୟୁଟ୍ୟୁବ ଯୁଗ, ଫେସବୁକ୍ ଯୁଗ, ଦେଖିଲେ ବିଭିନ୍ନ ପ୍ରକାର ଜିନିଷ କଲେ। ଯୋଉ ମ୍ୟାଗି ଭିତରେ ଅଣ୍ଡା ପକେଇକି ଗୋଳେଇକି ଖାଇବା, ସେ ଯୋଉ ତା ଭିତରେ ପୁଣି ଷ୍ଟିଙ୍ଗ ପକେଇବା, କିନ୍ତୁ ଏମିତି ଆପଣ କଲେ ଏମିତିଆ କାମ କରିଛନ୍ତି ଆଉ। କିନ୍ତୁ ଏମିତି କଲେ ଆପଣଙ୍କୁ ବେଶୀ ଆଇଁଷିଆ ଲାଗିବ ନାହିଁ, ତରକାରୀଟି ଭଲ ଲାଗିବ। ବର୍ତ୍ତମାନର ବଡ଼ କଥା ହଉଛି କ'ଣ ନା ଆମେ ଯୋଉ କଣ୍ଟିନ୍ୟୁଅସ୍ ସୁଟ୍ କରୁଛେ, ହଁ, ତା ଦ୍ୱାରା ମେମୋରି ଫୁଲ୍ ହବାର ଆଶଙ୍କା ଅଛି। ମେମୋରି ଫୁଲ୍ ହେଲେ କେତେ ଫୁଲ୍ ହବ? 128 GB। ତାହେଲେ ଠିକ୍ ଅଛି, ଅପଲୋଡ଼ କରିବାକୁ ବି ସମୟ ନେବ। ସବୁ ୱାଇଫାଇର ବ୍ୟବସ୍ଥା ତ କରୁଥିବ। ହଁ 5G ଡାଟା ସରିଲେ ଚଳିବ, ଇଏ ବି ରେକର୍ଡ ଯାଉଛି। ସିଏ ବି ଯାଉ, କିଛି ଅସୁବିଧା ନାହିଁ। ଆରେ ବ୍ୟାଚଲର ଜୀବନରେ ଆମକୁ ଆଗ ପଇସା କଥା ଭାବିବାକୁ ପଡ଼େ, ଏତେ କମ୍ ଟଙ୍କାରେ ହେଇପାରିବ। କାରଣ ତାପରେ ଆମେ ଟିକେ ବାହାର ଖାଇବା ଖାଇଥିଲୁ, ସମାନ ପଇସା ଯାଉଛି, କିନ୍ତୁ ତାକୁ ଆମେ ଖାଇଲା ଗ୍ୟାରେଣ୍ଟି ନାହିଁ। ହଁ ତ ଖାଇବାର କିଛି ବର୍ତ୍ତମାନ ଆମେ ଶୁଦ୍ଧତାର ଗ୍ୟାରେଣ୍ଟି ପାଉଛୁ। ଏଇଆ ପ୍ରଡକ୍ସନ ଭିତରେ କ'ଣ ଶୁଦ୍ଧତା ରହିଛି ଆମେ ଜାଣିନୁ। ଚିକେନ 12 ଦିନ ନେଇକି 15 ଦିନ ନେଇକି 30 ଦିନ ହେଇଛି ଆମେ ଜାଣିନୁ। ସେଠି ଆମେ ଭାବିବୁ ଯେ ଏଇଠି ଗୋଟେ କୁକୁଡ଼ା ରଖି ଟେନସନ ନବା। ନାଇଁ କୁକୁଡ଼ା ପାଳିବା କଥା, କୁକୁଡ଼ା ଚାଷ କରିବା ଦରକାର। କାହିଁକି ଆଜିକାଲି ଲୋକ ଏଇଗୁଡାକୁ ଭାରି ଛି ଛାକର କଲେଣି, କିନ୍ତୁ ଖାଇବା ପାଇଁ ବାଉବିର। ଆମର ସେଇଟା ବି କୁକୁଡ଼ା ଗୋଟେ ବଡ ରଖିବୁ କଥା। ଛି, ଆମର ଛେଳି ରଖିବୁ ଛି। ସର୍ବାଧିକ ଅଣ୍ଡା ଚିକେନ ଆସୁଛି ଓଡିଶାକୁ। ଗୋଟାଏ ଦିନ ବନ୍ଦ ହେଇଗଲେ ଲୋକ ମୁଣ୍ଡ ପିଟି ଦଉଛନ୍ତି। କିନ୍ତୁ କେହି କୁକୁଡ଼ା ପାଳିବାକୁ ଆଉ ଇଏ କରିବାକୁ ଭଲ ପାଉନାହାନ୍ତି, କାରଣ ରୋଗ ସରକାର ପ୍ରୋତ୍ସାହନ ଯୋଗାଉଛନ୍ତି, କିନ୍ତୁ କିଛି ନାହିଁ। ବାହାରୁ ସେଥିପାଇଁ ମଙ୍ଗା ହଉଛି ଆଉ। ଛାଡ଼, ଯାହା ଚାଲିଛି ଚାଲୁ। ଜୟ ଜଗନ୍ନାଥ।
ଆପଣ ଯଦି ଆଳୁ ଭାଜିଲା ସମୟରେ ହୁଁ ଆଳୁଟି ବି ସିଝି ନାହିଁ, ଆପଣ ଯଦି କଞ୍ଚା ଆଳୁରେ କରିବା ପାଇଁ ଚାହୁଁଛନ୍ତି ଏଇ ସମୟରେ ଆଳୁଟିକୁ ପକେଇ ଦେଇ ପାରିବେ। ଯେହେତୁ ଆମେ ଆଳୁ ଟିକେ ଭାଜିଛୁ, ଆଉ ଟିକେ ଟାଇମ୍ ନେଲେ ଚଳିବ। ଆମେ ଆଉ ଟିକେ ପରେ ପକେଇବୁ। ଆପଣ ଏ ବିଶ୍ୱାସ ତ କରିବେନି, ଯେମିତିଆ ଦେଖାଯାଉଛି ୟାକୁ ତ ବର୍ତ୍ତମାନ ନୁହଁ, ଯାହାକୁ ଡାକିଲେ ବି ସେ ଖାଇବେନି। ଖାଇବ ନାହିଁ। ନା କାହିଁକି ନା ଚିକେନ ଭଜା ଖାଇବା କେବେ ଶୁଣିଛନ୍ତି? ଶୁଣିନି ବୋଲି ତ ବଡ କଥା। ଏଇ ପିଆଜ ଆଉ ଚିକେନ ଭିତରେ ଯଦି ଗୋଟେ ଟମାଟୋ ସସ୍ ଚିଲି ସସ୍ ମରା ହେଇଯିବ, ଲୋକ ଏଇଆ ଚିଲି କହିକି ଆକୁ ବହୁତ ଆନନ୍ଦରେ ଖାଇବେ। ସେ ଗୋଟେ ବଡ କଥା, ଠିକ। ସ୍ୱଳ୍ପ ସମୟ ମଧ୍ୟରେ ହେଇଯିବ ଆପଣଙ୍କ ଚିକେନ। 2 ମିନିଟରେ ମ୍ୟାଗି। ତାପରେ ଅଛି ତ ଛାଡ, ଯାତ୍ରାର ତାପର ସିନ୍ ଟା ରହିଲା କଣ ନା ପୁଅର ଏଣ୍ଟ୍ରି ଏଣ୍ଟ୍ରି ହେଇଗଲା। ହେଲା। ହୁଁ ପୁଅ କହିଲା, ମାଧବୀ ତମେ ମୋ ବୋଉ ଉପରକୁ ହାତ ଉଠେଇଦେଲ। ମାଧବୀ ମାନେ ତା ସ୍ତ୍ରୀ ନା, ଆଜ୍ଞା, ଇଣ୍ଟ୍ରୋଡ୍ୟୁସ କରିବାକୁ ପଡିବ ନା ତାଙ୍କୁ। ସସ୍ପେନ୍ସ ସବୁ ବା। ଓକେ ସବୁ ସସ୍ପେନ୍ସ। ସାଙ୍ଗେ ବୋଉ ସାଙ୍ଗେ ସାଙ୍ଗେ ବୋଉ ସିଏ ସବୁ କଥା ବାଲାନ୍ସ କରି ମା ଚାହିଁବନି ପୁଅର ସଂସାର ଭାଙ୍ଗି ଯାଉ। ଠିକ। ମା ସାଙ୍ଗେ ସାଙ୍ଗେ, ଆରେ ବାପା ଆରେ ତାକୁ କିଛି କହନା ରେ, ଝୁଣ୍ଟି ପଇଲି ତ ସେଇଥିପାଇଁ ପଡିଗଲି। ପୁଅ ସାଙ୍ଗେ ଥାଉ ବୋଉ, ଆଉ କିଛି କହିବାର ଆବଶ୍ୟକତା ନାହିଁ। ଯାହା କହିବା କଥା ମୁଁ କହିବି। ବୋହୂ ବା ପେଲି ଦେଲା, ଯୋଉ କହୁଛି ବୋହୂ ପେଲିନି। ବୋହୂ ପେଲିଛି ବୋଉକୁ। ଓହୋ, ବୋହୂ ପେଲିଛି ବୋହୂକୁ। ବୋଉକୁ, ଓକେ। ପୁଅର ବୋଉକୁ ବୋହୂ ପେଲି ଦେଇଛି। ଓହୋ, ମା କୁ ଧରି ପକେଇଲା ଇଏ ପୁଅ। ସିନ୍ ତାହେଲେ ଏମିତି ହେଇଯାଇଛି, ମୁଁ ଓଲଟା ଭାବି ଦେଇଛି ଆଉ। ନାଇଁ, ଓଲଟା କାହିଁକି ଆପଣ ଭାବିଲେ କି? ଆଗରୁ ଏମିତି ହଉଥିଲା, ହଁ ଏବେ ଓଲଟି ଗଲାଣି ସମୟ। ଆଗରୁ ମା ମାନେ ଧକ୍କା ଦେଇ ଦଉଥିଲେ, ହଁ, ଏବେ ବୋଉ ମାନେ ଧକ୍କା ପକଉଛନ୍ତି। ଶାଶୁ ନଣନ୍ଦ ମିଶିକି ଧକ୍କା ପକେଇ ଦଉଥିଲେ। ହଁ, ଏବେ ଓଲଟା ହେଇଛି। ଆମ ଯୁଗକୁ ତାଳ ଦେଇକି ଚାଲିବାକୁ ପଡିବ। ଠିକ, ତାହେଲେ ଓଲଟେଇ ଦେଇଛି ଆଉ। ସାଙ୍ଗେ ସାଙ୍ଗେ ସିନ୍ଟୁକୁ ଆପଣ ଓଲଟେଇ ଦେବେ। ଆରି ଭିତରେ ବର୍ତ୍ତମାନ ଆମେ ତାହେଲେ ମୁଁ ଦର୍ଶକ ମାନଙ୍କୁ କହିବାକୁ ଚାହୁଁଛି ଯେ ବୋହୂ ଧକ୍କା ମାରିଛି ବୋଉକୁ, ଆଉ ସିନ୍ ରେ ପୁଅର ଏଣ୍ଟ୍ରି ହେଇଛି, ଯିଏ ମା କୁ ଧରି ପକେଇଛି, ସେଇଠି ସେ ଆରମ୍ଭ କରିଛି ଏ ମାଧବୀ। ସେଇଠି ମା ନିଜର ବାତ୍ସଲ୍ୟ ମମତା ଘେନି ସାଙ୍ଗେ ସାଙ୍ଗେ କହିଛନ୍ତି ଯେ ତୁ ବୋହୂକୁ ସେମିତି କହନା, କାହିଁକି ନା ମୁଁ ଝୁଣ୍ଟି ପଇଲେ ବୋହୂ ମତେ ପେଲି ନାହିଁ। ତାରି ଭିତରେ ଆଳୁ ପଡିଗଲାଣି। ପଡିଗଲା, ହଁ ଠିକ ଅଛି। ନା ଦର୍ଶକ ଦେଖିପାରୁଛନ୍ତି, ତ ତାପରେ ଯେତେବେଳେ ମା କହୁଛି ତୁ ବୋହୂକୁ ସେମିତି କହନା ରେ, ଝୁଣ୍ଟି ପଇଲି ତ, ଦେଖାଯାଉନି ସେଇଥିପାଇଁ ପଡିଗଲି। କିଏ କହୁଛି ବୋଉ ଯାହା ଦେଖିବା କଥା ମୋ ଆଖି ଆଗରେ ଆରେ ଦେଖିଛି। ଏଇଠି ଆପଣ ଦେଖନ୍ତୁ, ଯୋଉ କାରସାଦି ଦେଖୁଥିଲେ ଆପଣ, ସେଠି ହଉଥିଲା ବାଡିରେ ବାଡାବାଡି, ପିଟା ହଉଥିଲା। ତ ସେ କାରସାଦିର ଆଉଟପୁଟ୍ ଟା ଏଇଟା। ଆଉଟପୁଟ୍ ହଉଛି ଏଇଟା। ଇନପୁଟ ଦିଆ ହେଇଥିଲା। ଆଉ କାଜୁ କଥା ତ ଶୁଣିଥିଲେ, ମୁଁ ଗୋଟାଏ ଖାଇଛି, ଟୋଟାଲ ଗୋଟେ ଦିଟା। କାଜୁ ଜରି ଭିତରେ ଯୋଉ ଥିବା ଆଉଟପୁଟ୍ ଟା ହଉଛି ଏତିକି। ଯଦି ଆପଣଙ୍କର ବ୍ୟାଚଲର ଜୀବନ ଚାଲିଛି ଆଉ ଆପଣଙ୍କ ପାଖରେ ଗୋଟେ ହେମମ ଦସ୍ତା ନାହିଁ, ତାହେଲେ ଭାବନ୍ତୁ ଯେ କାଜୁ ଜରି ଦରକାର ନାହିଁ, ଗୋଟେ ନର୍ମାଲ ଏଇ ଯୋଉ ଆମର ନର୍ମାଲ ଜରି ନୁହଁ, ଜରିର ଥିକନେସ ଟିକେ ଜରିର ଥିକନେସ ଟା, ହଁ ଥିକନେସ ଦର୍ଶକ ମାନେ ପୁଣି ଜାଣିପାରିବେନି ଆମର କଣ ସାନ୍ଦ୍ରତା। ମାନେ ସାନ୍ଦ୍ରତା କହିଲେ ତ ଆଉ ଟୋଟାଲ ଜାଣିବେ। ଜାଣିପାରିବେନି, ହଁ ଛାଡ। ଆମର ଟର୍ମରିକ ମାନେ ଆମର ହଳଦୀ ଜରି ହେଇଗଲା, ଗରମ ମସଲା ଜରି ହେଇଗଲା, ତା ଭିତରେ ପୁରେଇକି ବି ବାଡେଇ ଦେଲେ ହେଇଯିବ, ନା ଆଉ କଣ? ନାଇଁ, ସେଇ ତ ବାଡିଆ ବାଡି କାମ ଆଉ କଣ। ଠିକ ହଁ, ତାପରେ ବର୍ତ୍ତମାନ ଆମେ କଣ୍ଟିନ୍ୟୁ କରିବା ବୋଉ। ବୋଉ ଧରି ପକେଇଲା, କହିଲା ତାକୁ ସେମିତି କହନା। ଇଏ କହିଲା ଥାଉ ବୋଉ, ଆଉ କିଛି କହିବା ଦରକାର ନାହିଁ, ଯାହା ଦେଖିବା କଥା ମୁଁ ଦେଖି ସାରିଛି, ଯାହା କହିବା କଥା ଏଥର ମୁଁ କହିବି। ସାଙ୍ଗେ ସାଙ୍ଗେ ପୁଅ ଚାର୍ଜ ସ୍ତ୍ରୀ ଉପରକୁ ଠିକ ହେଲା। ପୁଅ କହୁଛି ମାଧବୀ, ମୁଁ ନଥିଲା ବେଳେ ତମ ମୋ ପୁଅକୁ ମୋ ମା ଉପରକୁ ହାତ ଉଠେଇଦେଲ। ବୋଉ ସାଙ୍ଗେ ସାଙ୍ଗେ କଥା ସେଇଠି କହୁଛି, ଆଉ କଣ ତମେ ଥିଲାବେଳେ ତମକୁ ଦେଖେଇକି ହାତ ଉଠେଇଥାନ୍ତି?
କାଉଣ୍ଟର। ତମେ ନଥିଲା ବେଳେ ତ ମୁଁ କଣ ଉଠେଇବି ନା ନା। ଓହୋ ଏଇଥିପାଇଁ ତାହେଲେ ମୁଁ ତମକୁ ବାହା ହେଇଥିଲି। ଏ ସାଙ୍ଗେ ସାଙ୍ଗେ କହୁଛି, ତମେ କାହିଁ ବାହା ହଉଥିଲ? ତମେ ବାହା ନ ହେଇଥିଲେ ମୋ ବୟଫ୍ରେଣ୍ଡ ଥିଲା ବାହା ହେଇଥାନ୍ତା। ତମକୁ କିଏ କହୁଥିଲା ବାହା ହବାକୁ? ସେଇଟା ବି ଗୋଟେ ବଡ ସିନ୍। ବୟଫ୍ରେଣ୍ଡ ସେ ଏତିକି କଥା କହିଲା ଭିତରେ ଇଏ ଯେମିତି ଧକ୍କାଟା ମାରିଥିଲା ସେମିତି ପୁଅ ଯାଉଛି ସ୍ତ୍ରୀକୁ ହାତ ଉଠେଇବାକୁ। ଏମିତି ଗୋଟେ ବିଜିଏମ୍ ବାଜିବ। ଟିକେ ଏଇଠି ଆମେ ବ୍ରେକ୍ ନବା। ଆପଣ ଭାବୁଥିବେ ହଠାତ୍ ଶୁଖିଲା ଥିଲା କାହିଁକି ଓଦା ଦେଖାଯାଉଛି। ମୋବାଇଲରେ ଗୋଟେ କଲ୍ ଆଇଲା, କାଟିବାକୁ ପଇଲା। ତ ତାରି ଭିତରେ ଆମର ଲଙ୍କା ପଡିଯାଇଛି, ହଳଦୀ ପଡିଯାଇଛି। ଦର୍ଶକ ମାନଙ୍କର କଣ ସଦ୍ଗତି ସଦ୍ଗତି କଣ ହେଇଗଲା ସେଟା କଣ ଅବଗତି ନିମନ୍ତେ। ଅବଗତି ନିମନ୍ତେ। ଛାଡ ଏଇଟା କଟ୍ କରିଦବା। ନାଇଁ କଟ୍ କିଛି ଦରକାର ସଦ୍ଗତି ନୁହଁ, ଅବଗତି ନିମନ୍ତେ। ଆପଣ ମାନଙ୍କୁ ଅବଗତି ନିମନ୍ତେ ଆମେ ଜଣେଇ ଦେବାକୁ ଚାହୁଁଛୁ ଯେ ୟା ଭିତରେ ଟିକେ ପାଣି ପଡିଯାଇଛି ଆଉ ଟିକେ ହେଇକି ବର୍ତ୍ତମାନ ତରକାରୀ ପୁରା କଲର ଉପରକୁ ପଳେଇ ଆସିଛି। ଆପଣ ଭାବନ୍ତୁନି ଯେ ଆମେ କଲର ପକେଇଛୁ। ଏଟା ସମ୍ପୂର୍ଣ୍ଣ ଭାବେ ଅର୍ଗାନିକାଲି ଆଉ ସମ୍ପୂର୍ଣ୍ଣ ଭାବେ ଚିକେନ ର କଲରଟା ଆସିଛି। ଠିକ ଅଛି। ଲଙ୍କା ପଡିଯାଇଛି ଟିକେ ନାଲି ଦେଖାଯାଉଛି ଆଉ। ହଉ ତ ଆମର କୋଉଠି ଥିଲା? ହଁ, ମାଧବୀ କୁ ପୁଅ ଗୋଟେ ଧକ୍କା ମାରିଛନ୍ତି ସେଇ ତ। ବାସ୍ ବାସ୍ ହଉ ଏଇଠୁ ପୁଣି ଆରମ୍ଭ କରିବା। ମାଧବୀଙ୍କୁ ପୁଅ ଗୋଟେ ଧକ୍କା ମାଇଲେ। ଏଇଠି ଧକ୍କା ମାରିଲା ବେଳକୁ ହୁଁ ସିନରେ କଣ ହେଇଛି, ସାଙ୍ଗେ ସାଙ୍ଗେ ଏଣ୍ଟ୍ରି କରିଗଲା ସ୍ତ୍ରୀର ଭାଇ। ଏଇଠି ଭିଲିଆନ ବିଜିଏମ୍ ଯିବ। ୟୁ ଏ ରାଜା ବାବୁ, ତମେ ଶେଷରେ ମୋ ଭଉଣୀ ଉପରକୁ ହାତ ଉଠେଇଦେଲ। ଏ କଥା କିଏ କହୁଛି? ଭାଇ ଭାଇ ଆସି ସ୍ତ୍ରୀର ଭାଇ ଆସିଗଲା। ମୋ ଭଉଣୀକୁ ମୁଁ ଗେଲ ବସରରେ ଛୁଆଟି ଭଳି ବଢେଇ ଆସିଛି, ଆଉ ତୁ ତୁ ମୋରି ଆଖି ଆଗରେ ମୋରି ଭଉଣୀ ଉପରକୁ ହାତ ଉଠେଇଦେଲୁ। ସାଙ୍ଗେ ସାଙ୍ଗେ ଏଠି ରାଜା ବାବୁ କାଠ। ଶୁଣା ମୋରି ଘରେ ରହିକି ମୋରି ସାଙ୍ଗରେ ମତେ ତୁ ତା କହିଲାଣି। ଓ ତାମାନେ ଶାଳକ ମହାଶୟ ରହୁଥିଲେ ଏଇଟା ଜ୍ୱାଇଁଙ୍କ ଘରେ। ଏଇଟା ଆଜିକାଲିର ଟ୍ରେଣ୍ଡିଂ କଥା। ମୋ ସାନ ଭାଇଟା ମୋ ସାଙ୍ଗରେ ରହିବନି ଆଉ କୋଉଠି ରହିବ? ଏ କଥାରେ ଦିଟା ଫାଇଦା ହଉଛି। ଘରୋଇ କଳିରେ ମଧ୍ୟ ଭାଇମାନେ ସାମିଲ ହେଇପାରିବେ। ତା ସାଙ୍ଗରେ କଣ ହବ, ଭାଇକି ବି ମାଗଣା ଖାଇବାକୁ ମିଳିଗଲା। ହଉ ଛାଡ, ତାହେଲେ ଦିଟା ଫାଇଦା ଇଏ କରିବା। ଯାହା ତ ଚାଲିଛି ଟ୍ରେଣ୍ଡିଂ ରେ ଯାହା ଚାଲିଛି ଆମେ ସେଇଥିରେ ଯିବା। ସେ କଥାକୁ ଭିତ୍ତି କରି ଇଏ ଚାଲିଛି। ଯଦି କୋଉମାନେ ଅଛନ୍ତି ଭାଇମାନଙ୍କୁ ରଖିଛନ୍ତି ତାହେଲେ ଦିହକୁ ନେବେନି, ଏଇଟା ଆପଣଙ୍କ ପାଇଁ ନୁହଁ। ସେ ଭିଅର ମାନଙ୍କୁ ବି ଆମେ ରଖିବାକୁ ପଡିବ। ହଁ। ତାପରେ ଏତିକି କଥା ପରେ ଦି ଜଣଙ୍କର ଏଇଠି ଗୋଟେ ଫାଇଟ୍ ସିନ୍ ଡିମାଣ୍ଡ କରୁଛି। ଫାଇଟ୍ ସିନ୍ ଫାଇଟ୍ ସିନ୍ ସାଙ୍ଗେ ସାଙ୍ଗେ। ସାଙ୍ଗେ ସାଙ୍ଗେ ଏତେ ସାଙ୍ଗେ। ଛୋଟିଆ କଥାରେ ଫାଇଟ୍ ସିନ୍ ଗୋଟେ ପଶିଗଲେ ପୁଣି ଆରେ ଅସୁବିଧା ଏଇ ହବ। ଛୋଟିଆ ଲୋକ କହିବେ କଥା, ଏକ୍ସାଗରେଟ ହେଇଯାଉଛି। ଏଇ ଛୋଟିଆ କଥା ଫ୍ୟାମିଲିରେ ପା କୋର୍ଟ ପଳଉଛନ୍ତି। ସେଠି ବ୍ଯୋମକେଶ ତ୍ରିପାଠୀ ପଇସା ପାଇକି ଧୂଆଁ ହେଇଗଲାଣି। ଆପଣ କଣ କହୁଛନ୍ତି? ଆପଣ ବ୍ଯୋମକେଶ ବାବୁଙ୍କ କଥା କୁହନ୍ତୁନି, ଛାଡ ସେ ନହେଲେ ପୁଣି ସୋସିଆଲ ମିଡିଆରେ ଶୋଧି ପକେଇବେ ଆମକୁ। ନାଇଁ ନାଇଁ ଶୋଧିବେ ନାଇଁ, ସେ ବରଂ ଖୁସି ହେବେ ଯାହା ହଉ ମୋର ପ୍ରମୋସନ କରୁଛନ୍ତି। ଛାଡ ଆମେ ତାଙ୍କୁ ପ୍ରମୋସନ କରିବାନି କାରଣ ପଇସା ଦେଇନାହାନ୍ତି କିନ୍ତୁ ଏପର୍ଯ୍ୟନ୍ତ। ଏଇଠି ଯେତେବେଳେ ଫାଇଟିଂ ସିନ୍ ହଉଛି, ଆ ଭିତରେ ଦି ଜଣ ଦେଖୁଛନ୍ତି, ମା ଦେଖୁଛି ସ୍ତ୍ରୀ ଦେଖୁଛି। ତାର ଭିତରେ ମା ସ୍ତ୍ରୀ ବି ଗୋଟେ ଫାଇଟ୍ ସିକ୍ୱେନ୍ସ ଡିମାଣ୍ଡ କରୁଛି। ଦି ଜଣ ଚୁଟି ଧରା ଧରି ହେଇକି 2 ରାଉଣ୍ଡ ଗଡିଯିବେ, ହଁ କିନ୍ତୁ ଶେଷରେ ଜିତିବ କିଏ? ଶେଷରେ ପୁଅ ଜିତିବ ଯେମିତି ହେଲେ। ଯେମିତି ହେଲେ ପୁଅ ଜିତିବ, କାହିଁକି ନା ହିରୋ ହିରୋ ହଁ। ଜିତିବ। ଭିଲିଆନ ପଛେ ଯେତେ ହଟାକଟା ହେଇଥାଉ, ହୁଁ। ଯାହା ହେଇଥାଉ, କିନ୍ତୁ ସେପଟେ ମା ହାରି ଯାଇଥିବ। ସେପଟେ ମା ହାରିବ। ମା ହାରିଲେ ବି ଯେତେବେଳେ ରାଜା ଜିତିଯାଏ, ସେ ସୈନ୍ୟମାନେ ଯେତେ ମରାମରି ହେଇକି ମରିଯାଇଥାନ୍ତୁ, ହଁ କିନ୍ତୁ ଭିକ୍ଟ୍ରି ଏମାନଙ୍କର। ଠିକ, ତାହେଲେ ରାଜା ଜିତିଗଲା ପରେ ସାଙ୍ଗେ ସାଙ୍ଗେ ସ୍ତ୍ରୀକି ଯାଇକି ଆଟାକ କରିଦବ। ସାଙ୍ଗେ ସାଙ୍ଗେ ଜିତିଲା, ତା ସ୍ତ୍ରୀକୁ କହିଲା ଆଉ ତୁ ଆମ ଘରେ ରହିବୁନି। ତାକୁ ଧକ୍କା ମାରି ବାହାର କରିଛି। ମା କୁ କଣ କରିଛି, ଏଇଠି କୋଳେଇ ଆଣିଛି। ଯେତେବେଳେ କୋଳେଇ ଆଣିଛି, ଡାଇସ୍ ଉପରେ ମା ପୁଅ କୁଣ୍ଢା କୁଣ୍ଡି। ଏଇଠି ଦର୍ଶକ ମାନେ ତାଳିଟା ମାରିଛନ୍ତି। ତାଳିଟା ମାରିଲା ବେଳକୁ ହଠାତ୍ କଣ ହେଇଛି, ପୁଅ ଏତେ ସମୟ ଫାଇଟିଂ କରୁଥିଲା, କିଛି ନାହିଁ, ତାର ହଠାତ୍ କଣ ହବ କିଡନୀ ଖରାପ ହେଇଯିବ ଧଡକିରି। ସେ ସିକ୍ୱେନ୍ସରେ ପୁଅ କଣ କରିବ, ପେଟକୁ ହାତ ଦେଇକି କାନ୍ଦିବ। ମୁଣ୍ଡ କାମ କରିବନି ମାର, ମୋ ପୁଅର କଣ ହେଇଗଲା, କଣ ହେଇଗଲା, କଣ ହେଇଗଲା। ଆପଣ ବିଶ୍ୱାସ କରିବେ ନାହିଁ, ଆମ୍ବୁଲାନ୍ସ ଆସିବାକୁ ସମୟ ଲାଗେ, କିନ୍ତୁ ଯାତ୍ରାରେ ଧଡକିରି ଡକ୍ଟର କଣ କରିବ, ସେଠି ଆପ୍ରନ ପିନ୍ଧିକି ଏଣ୍ଟ୍ରି ସାଙ୍ଗେ ସାଙ୍ଗେ। କଣ ହେଇଛି ନା ଆଜ୍ଞା, ହଁ ମୁଁ ଆପଣଙ୍କୁ ଫୋନ କରିଥିଲି, ଆଉ ମୋ ପୁଅ ପେଟ କାଟୁଛି।
ଡକ୍ଟର ସାଙ୍ଗେ ସାଙ୍ଗେ ଷ୍ଟେଥୋସ୍କୋପ ପକେଇ କହିଦବ ପୁଅର କିଡନୀ ଚାଲି ଯାଇଛି। ଏଇଟା ହଉଛି ପୁରା ମଡର୍ନ ଟେକ୍ନୋଲୋଜି। ସାଙ୍ଗେ ସାଙ୍ଗେ ମାନେ ଆପଣଙ୍କର ଏଣ୍ଡୋସ୍କୋପିକ ସର୍ଜରୀ ଦରକାର ନାହିଁ, ଆପଣଙ୍କର ରୋବୋଟିକ ସର୍ଜରୀ ଦରକାର ନାହିଁ, ମାନେ ଆପଣଙ୍କର ସବୁଠୁ ଆଡଭାନ୍ସ ଇଏ ଷ୍ଟେଥୋସ୍କୋପ। ଷ୍ଟେଥୋସ୍କୋପ। ସେ ଡକ୍ଟର ପାଖରେ ସେମିତିଆ ଷ୍ଟେଥୋସ୍କୋପ ଦବ, ଠିକ। ସାଙ୍ଗେ ସାଙ୍ଗେ ଲଗେଇ କହିଦବ କିଡନୀ ଖରାପ ହେଇଛି ଆଉ। କିଡନୀ ଯେତେବେଳେ ଖରାପ ହେଇଯିବ ସେତେବେଳେ ମିଡିଲ କ୍ଲାସ ଫ୍ୟାମିଲି, ଟଙ୍କା ନାହିଁ, କୋଉଠୁ ଆସିବ ଟଙ୍କା? ଏତେ ଗୁଡ଼ାଏ ଟଙ୍କା ମା ଆଣିବ କୋଉଠୁ? ସେଠି ମା ଗୋଟେ ଡାଇଲଗ କହିବ, ମା ସାଙ୍ଗେ ସାଙ୍ଗେ କହିବ ହେ ଭଗବାନ। ତମେ କଣ ଏତେ ନିଷ୍ଠୁର। ଏକ୍ଜାକ୍ଟଲି। ଶେଷରେ ଶେଷରେ ମୋ କୋଳରେ ଥିବା ଛୁଆଟାକୁ ତମେ କିଡନୀ ଖରାପ କରିଦେଲ। ନାରା ନାରା ନା। ଏଇଠି ଏଇ ବିଜିଏମ ଟା ଡିମାଣ୍ଡ କରୁଛି। ଆରେ ଏଇଠି ଏତେ କଥା ଭିତରେ ମା କିନ୍ତୁ ମନେ ରଖିଛି ଗୋଟାଏ କଥା, ଯେ ଯାହା ବି ହେଇଯାଉ ଟଙ୍କା ଘରେ ନଥାଉ, ଲାଷ୍ଟ କଣ କରିବ ଦେଖିବ ମୋ ଚୁଡ଼ି ଶଙ୍ଖା ବିଙ୍କିବି। ବିକିବି, ଚେନ ବିକିବି, ଏଇଠି ଇଏ ହବ। କିନ୍ତୁ ପୁଅ ବେକରେ ସେତେବେଳେ ଗୋଟେ ଚେନ ପଡିଥିବ, କିନ୍ତୁ ସେ ବିକ୍ରି ହବ ନାହିଁ। କେବଳ ଚେନ ବିକ୍ରି ହବ ମାର। ପୁରା ମା ଶଙ୍ଖା ସାଙ୍ଗେ ଚେନ ସବୁ ଏକାଥରେ ଆପଣ ବିକ୍ରି। ବିଶ୍ୱାସ କରିବେନି ଗୋଟେ କଥା। ମଙ୍ଗଳସୂତ୍ର ସରି ବାପା ତ ନାହିଁ, ନାଇଁ, ତାହେଲେ ମଙ୍ଗଳସୂତ୍ର ନଥିବ। ନଥିବ। ହୁଁ। ଏ ବାପା ଅଛି, ସିଏ ଆଉ ଗୋଟେ ସେ ରୋଷେଇ ବେଳକୁ ଆପଣ ଶୁଣିବେ, ବାପା ଅଛି କିନ୍ତୁ ସେ ଦ୍ୱିତୀୟ ବିବାହ କରି ୟାକୁ ଛାଡ଼ି ଦେଇକି ପଳେଇଛି। ଟ୍ରାଜେଡି ତ ଡବଲ ଟ୍ରାଜେଡି ତାହେଲେ। ହଁ। ବର୍ତ୍ତମାନ ପୁଅକୁ କିଡନୀ, ତାପରେ ଟ୍ରାଜେଡି ବାପା ପଳେଇଛି। ଶେଷରେ ଶଙ୍ଖାଟିକୁ ସେ ଅଲଗା କରୁନଥିଲା ତା ପାଖରୁ, ହୁଁ। କାହିଁକି ନା ସେଇ ଗୋଟିଏ ଶେଷ ସନ୍ତକ ତା ସ୍ୱାମୀର। ଆଉ ମଙ୍ଗଳସୂତ୍ର କାହିଁ? ମଙ୍ଗଳସୂତ୍ର ଅଛି ତା ବଲେ କଣ ମା ସ୍ୱାମୀ କି ମାରିଦବ? ରୋହିଣୀ ଶଙ୍ଖାଟି ଅଛି, ମଙ୍ଗଳସୂତ୍ରଟି ବିକିବ ନାହିଁ, ଶଙ୍ଖା ଦିଟାକୁ ବିକିବାକୁ ଯାଇଥିବ। ଶଙ୍ଖା ବିକିବାକୁ ଆପଣ ବିଶ୍ୱାସ କରିବେନି, ଶଙ୍ଖା ଏପଟ ଷ୍ଟେଜରେ ପଶୁ ପଶୁ ସେପଟେ ବିକ୍ରି ହେଇଯିବ। ସାଙ୍ଗେ ସାଙ୍ଗେ ବିକ୍ରି ହେଇକି ମଣିପୁରମ ଗୋଲ୍ଡ ଲୋନ ବାଲା ଠିଆ ହେଇଯାଇଛି। ସାଙ୍ଗେ ସାଙ୍ଗେ ବିକ୍ରି ହେଇକି କେମିତି ବିକ୍ରି ହୁଏ ସେ କେଜାଣି, ଧଡ଼କିରି ମୋଟା ମୋଟା ଦିଟା ବିଡ଼ା ନେଇକି ମେଡିକାଲ ସିନ୍ ଧଡ଼କିରି। ମେଡିକାଲ କହିବ ଆଜ୍ଞା ଏତିକି ଟଙ୍କା ହେଇପାରିବ ନାହିଁ, ଶୀଘ୍ର ଏଇ ରାତି ଭିତରେ ଟଙ୍କା ରୋଜଗାର ଯୋଗାଡ଼ କରନ୍ତୁ, ନହେଲେ ଆୟୁଷ୍ମାନ କାର୍ଡ ବି କାମ କରିବ ନାହିଁ। ଏଇଠି ଡକ୍ଟର କହିଦବ। ଏଇ ପରିସ୍ଥିତିରେ ମା କଣ କରିବ? ମା ବୋହୂକୁ ଟିକେ ସାହାଯ୍ୟ ମାଗିବ। ନା, ମାର ଏଇଠି ଇଗୋ କାମ କରିବ। ସାଙ୍ଗେ ସାଙ୍ଗେ ମା କହିବ ପଛେ ମୋ ପୁଅର ଯାହା ହେଇଯାଉ, କିନ୍ତୁ ବୋହୂ ପାଖକୁ ମୁଁ ଯିବି ନାହିଁ, କାହିଁକି ନା ମୋ ବୋହୂ ଯୋଗୁଁ ମୋ ପୁଅର ଏ ଅବସ୍ଥା ହେଇଛି। ପୁଅର କିନ୍ତୁ କିଡନୀ ଖରାପ ହେଇଛି। ହଁ, ପୁରା କିଡନୀ ଖରାପ କାହିଁକି? ମା କିନ୍ତୁ କହିବ ନାଇଁ ନାଇଁ ବୋହୂ ପାଖକୁ ଯିବି। ବୋହୂ ପାଖରୁ ହେଇଛି। ସେଟା ହାର୍ଟ ଆଟାକ୍ ଟା ହେଇଥିଲେ ହେଲେ କହିଥାନ୍ତୁ ବୋହୂ ଷ୍ଟ୍ରେସ୍ ଦେଇ କରିଦେଲା, କିଡନୀ ଖରାପ ବୋହୂ କେମିତି କରିଦେଲା? କଣ କରୁଥିଲା ଯେ ତାର ଏମିତି କିଡନୀ ଖରାପ କରେଇଦେଲା? ମା ମା ଏଇଠି ଯିବ କାହା ପାଖକୁ? ମା ଏଇଠି ଶେଷ ନିଷ୍ପତ୍ତି ନବ ହଁ। ଯେ ମୁଁ ଭିକ ମାଗିବି। ଆପଣ ବାରମ୍ବାର ଦେଖିଥିବେ ଏବେ କୋଣାର୍କ ଗଣନାଟ୍ୟରେ ଭିକ ମଗା ସିନ୍ ଟି ଭାରି ଭାଇରାଲ ହେଇଛି। କିଛିଟା ଲୋକ ଦିଟା କମେଣ୍ଟ ତା କରୁଛନ୍ତି, ଭଲ କମେଣ୍ଟ ଆଉ ଖରାପ comment। କରିବେ। ଆଗରୁ ଦେଖାଯାଇଛି ବଡଦାଣ୍ଡର ଭିକାରୀ ବି ଅଲଗା ଯାତ୍ରା ପାର୍ଟି ମାନେ କରିଛନ୍ତି। ବିଭିନ୍ନ ପ୍ରକାର ଯୋଉଠି ଭିକ ମଗା ସିନ୍ ଟି ଆସିବ, ସେଇ ସିନ୍ ଗୁଡା ଭାରି ହିଟ୍ ହୁଏ। କାହିଁକି ହିଟ୍ ହୁଏ? ଆପଣ ଦେଖିବେ ବଡ ବଡ ଲୋକ ଯାଉଥିବେ କାରରେ, ଭିକ ମାଗୁଥିବେ ଛୁଆ ଗୁରା, ସ୍ତ୍ରୀ ଲୋକ ଗୁରା, ତାଙ୍କୁ 10 ଟଙ୍କା ଇଏ ଦେବେନି, 10 ଟଙ୍କା ଦେବେନି ଇଏ। କିନ୍ତୁ ସେଇ ସିନ୍ ଯେତେବେଳେ ଚାଲିବ, ଆପଣ ବିଶ୍ୱାସ କରିବେନି ପଛ ଆଡେ 300 ଟଙ୍କା ପଇସା ନଥିବ ବୋଲି ସେ 100 ଟଙ୍କିଆ ସିଟ୍ କରି ପଛ ଆଡେ ବସିଥିବ, କିନ୍ତୁ ହିରୋଇନ କି ମା କାନ୍ଦିଦେଲା ମାନେ ସାଙ୍ଗେ ସାଙ୍ଗେ ଟଙ୍କା 500 ବାହାରିବ, ଆଗକୁ ଆସି ତା ଗାଲିରେ ହାତ ମାରି, ତା ମୁଣ୍ଡରେ ହାତ ମାରି ଟଙ୍କା 500 ଦେଇକି ଯିବ। ସେଇଟା ଆମେ କହିପାରିବା ଯେ ତାଙ୍କର ଉନ୍ନତ ଅଭିନୟ କଳାର ଗୋଟେ ନିଦର୍ଶନ। ନାଇଁ ଉନ୍ନତ ଅଭିନୟ କଣ, ଗୋଟେ ଶୁଦ୍ଧ ଭିକାରୀଠୁ ଇଏ ଏମିତି ଉନ୍ନତ କଲେ ଯେ ତାମାନେ ଆପଣ ଗୋଟେ ଲୋକର ପେଟ ପୋଡି ଯାଉଛି, ତାକୁ ପଇସା ଦେବେନି, ସିଏ ଆପଣଙ୍କ ଆଗରେ ଅଭିନୟ କଲେ ଯାଇକି ଆପଣ ତାକୁ ପଇସା ଦେବେ। ନା ଅଭିନୟ ନୁହଁ, ସେ ଯୋଉ ଉନ୍ନତ କଳା ପ୍ରଦର୍ଶନ କଲେ ତାର କିଛି କଳା କୋଉଠୁ ଆଇଲା? କଳାଟା କୋଉଠୁ ଆସେ? ଆପଣ ଗୋଟେ ଭିକାରୀର ଅଭିନୟ କରୁଛନ୍ତି, ଠିକ। ଆପଣ ଗୋଟେ ଚୋରର ଅଭିନୟ କରୁଛନ୍ତି, ଗୋଟେ ଚୋରକୁ ଦେଖିଲେ ତ ଆପଣ ଚୋରି ଅଭିନୟ କରିବେ। ହୁଁ। ଯେତେବେଳେ ଭିକାରୀର ଅଭିନୟ କରୁଛନ୍ତି, ଭିକାରୀ କି ଆପଣ ମାନେ ଟଙ୍କାଟେ ଦଉନାହାନ୍ତି, କିନ୍ତୁ ସେଇ କଳାଟିକୁ ଦେଖିଦେଇ ଆପଣ 100 ଟଙ୍କିଆ ସିଟ୍ କରିଥିଲେ 5 ଟଙ୍କା ଆଣିକି ଗାଲିରେ ହାତ ମାରି ଦେଇছে। ଛାଡ, ସେଥିରେ ଆମେ ଦର୍ଶକ ମାନଙ୍କୁ କହିବା ଯେ ଦୟାକରି ତାକୁ ଆମେ ଯେତେ ପାଳନ କରିବା। ପାରୁଛନ୍ତି ହଁ। ପାଳନ କରନ୍ତୁ। ଯିଏ ଖାଇବାକୁ ପାଉନାହିଁ ସେଠି ଖାଇବାକୁ ଦିଅନ୍ତୁ, କିନ୍ତୁ ଏ ଭଳିଆ ଲୋକ ଦେଖାଣିଆ ହିରୋଇନ ଗାଲରେ ଟିକେ ହାତ ମାରିବା ପାଇଁ ଟଙ୍କା ଦିଅନ୍ତୁ ନାହିଁ।
ହେଲା କିନ୍ତୁ ଏଇଠି ହିରୋଇନ ଯଦି ମାଗିଥାନ୍ତା ସେଇଠି ବି ବହୁତ ଟଙ୍କା ଆସିଥାନ୍ତା କିନ୍ତୁ ମା ମାଗିଛି ତଥାପି ତାଙ୍କରି ବୟସ୍କର ଲୋକମାନେ ସେ ଟଙ୍କା ଅଜାଡ଼ି ଦେବେ ଯୋଉ ଟଙ୍କା ତକ କଲେକ୍ସନ ହବ ସେ ଆଇଦର ସେ ଆର୍ଟିଷ୍ଟ ନେଇଯିବ ନହେଲେ ତା ସ୍ୱାମୀ ନେଇଯିବ ନହେଲେ ନାହିଁ ମ୍ୟୁଜିକ ବାଲା ଫିଷ୍ଟ କରିଦେବେ ଛାଡ ଏଇଟା ଯାହା ହେଲା ତ କଥା। ହେଇଯାଇଛି ପଳା ତାଙ୍କ ପଇସା ରୋଜଗାର ସିଷ୍ଟମ ଆମେ ତାକୁ ବାସ୍ ବନ୍ଦ କରି ଚଳନ୍ତୁ ସିନ୍ ଭିତରକୁ ଯିବା ତାଙ୍କ ବେପାର ବନ୍ଦ କରିବାନି। ସିନ୍ ଭିତରକୁ ଯିବା ହୁଁ। ସାଙ୍ଗେ ସାଙ୍ଗେ ଟଙ୍କା ଆରେଞ୍ଜମେଣ୍ଟ ହେଇଗଲା ଟଙ୍କା ଆରେଞ୍ଜମେଣ୍ଟ ହବା ପରେ ଏଇଠି ଆମେ ମିଟ୍ ମସଲା ଟିକେ ପକେଇଦବା ଆମେ ରୋଷେଇ କଥା ଭୁଲି ଯାଇଥିବା ଯାତ୍ରା ସିନରେ ପଶିଯାଇଛି ହଁ ଯାତ୍ରା ସିନରେ ଦର୍ଶକ ବନ୍ଧୁ ଆପଣ ମାନେ ବି ପଶି ଯାଇଥିବା ଲାଗୁଛି ଠିକ ଅଛି ଯାତ୍ରା ହିଟ୍ ଚାଲିଛି। ଏଇଟା ମିଟ୍ ମସଲା ଟିକେ ପକେଇଦେବେ ଆପଣ ଭାବୁଥିବେ ଆରେ ଶଳା ଇଏ ତ ମଟନ କରୁନାହାନ୍ତି ମିଟ୍ କାହିଁ ପକେଇଲେ ହଁ ସେଟା ବି ଠିକ କଥା। କିନ୍ତୁ ଆମେ ଦୁର୍ଭାଗ୍ୟବଶତଃ କାଲି ଚିକେନ ମସଲା ଆଣିବା ପରିବର୍ତ୍ତେ ଆମେ ମିଟ୍ ମସଲାଟି ବୋଧେ ନେଇଯାଇଛୁ ଚିକେନ ମସଲା ବି ଅଛି ନା ଅଛି ତାହେଲେ ସେଇଟା ମିଟ୍ ମସଲା ଟିକେ କଷା ହେଇଗଲେ ଆମେ ଚିକେନ ପକେଇବା ଆପଣ ଭାବନ୍ତୁ ଗୋଟିଏ ତରକାରୀରେ ଦୁଇଟି ସ୍ୱାଦ ପାଇବେ ନା ବୋଧେ ମିଟ୍ ମସଲା ସତରେ ନା ଆଣିନଥିଲେ କାଲି କାରଣ ଗୋଟିଏ ପ୍ରକାର ମସଲା ଆସିଥିଲା ସେଟା ଲସ୍ ହେଇଗଲା। ଲସ୍ କିଛି ହବନି ଆପଣଙ୍କୁ ମଟନ ଖାଇଲା ଭଳି ଲାଗିବ ଠିକ ଅଛି। କିଛି ଅସୁବିଧା ନାହିଁ ହଁ ତାହେଲେ କଣ ହେଲା ଏଇଠି ପଇସା କଲେକ୍ସନ ହେଲା ହୁଁ ଆମେ ତ ଗେଷ୍ଟ ମାନେ ଯେତିକି ପଇସା ଦେବେ ହୁଁ ସୁନା ବିକ୍ରି ହେଇଗଲା ସେତିକି ଟଙ୍କା ବାହାରିଲାନି କିନ୍ତୁ ଏଇ ଟଙ୍କାରେ ଅପରେସନ ସକ୍ସେସ୍। ସକ୍ସେସ୍ ସକ୍ସେସ୍ ହଉ ହଉ ହୁଇଲ ଚେୟାର ଆସିବ ପୁଅ ବସିକି ପାରାଲାଇଜ ହେଲା ଭଳିଆ ଆସିବ କିଡନୀ ଖରାପ ହେଇଛି କିନ୍ତୁ ଏଠି ପୁଅ ପାରାଲାଇଜ ହେଲା ଭଳିଆ ଆସିବ ଲୋକ ନହେଲେ ଅନୁଭବ କରିପାରିବେନି ଯେ ପ୍ରକୃତରେ ପୁରା କେତେ ଦେହ ଖରାପ ହେଇଥିଲା। କେତେ ଯନ୍ତ୍ରଣାରେ ପୁଅ ଅଛି ହୁଁ ବୁଝିପାରିଲେ ଠିକ ଓଭର ଆକ୍ଟିଂ ର ଏକ ବିଶେଷ ଦ୍ରଷ୍ଟବ୍ୟ ବା ନମୁନା। ସେମିତି ନ କଲେ ବି ଲୋକଙ୍କ ହାର୍ଟକୁ ଟଚ୍ କରିବନି ଠିକ ଯାତ୍ରା ମାନେ ଅତିରଞ୍ଜିତ କରିବାକୁ ଆପଣଙ୍କୁ ପଡିବ ନହେଲେ ହବ ନାହିଁ ସେଟା ବି ଠିକ କଥା। ଆଉ ଇଏ ତ ପିୟୁଷ କଥା ହେଇନାହିଁ ଯେ କିଛି ହଉ ନ ହଉ ସାଙ୍ଗେ ସାଙ୍ଗେ ଲୋକ ଦେଖିବାକୁ ଯିବେ ପଛେ ଯାତ୍ରା ଭିତରେ କିଛି ଥାଉ ନଥାଉ ହଁ ଏଇ ମାତ୍ର 20 ମିନିଟରେ ତରକାରୀ ହେଇଗଲା ନାଇଁ ଚିକେନ ମସଲାଟି ଆମ ପାଖରେ ଅଛି। ଅଛି ଦର୍ଶକ ବନ୍ଧୁ ଆପଣମାନଙ୍କ ପାଇଁ ଖୁସିର ଖବର ଅବଶ୍ୟ ଆପଣ ଖୁସିର ଖବର ଆମେ ଖାଲି କହୁଛୁ କିନ୍ତୁ ଖାଇବୁ ତ ଆମେ ଆପଣ ଖାଲି ଦେଖିବେ ଆପଣ ଦେଖିବେ ଚିକେନ ମସଲାଟି ଅଛି ସେଇଠିକୁ ଛିଡେଇ ଦେବେ ଛିଡେଇ ଦେଇ ଏମିତିକିରି ଟିକେ ଛିଞ୍ଚି ଦେବେ ବାସ୍ ଏତିକି ହେଇଗଲା ପରେ ତାକୁ ଘାଣ୍ଟି ଦେବେ ଆପଣ କଲରରୁ ଜାଣିପାରୁଥିବେ ତରକାରୀ ସୁସ୍ୱାଦୁ ହେଇଥିବ ବୋଲି ଆମ ଭୋଜି ସରିଲା ପରେ ଗୋଟେ ବଡ କଥା ହୁଏ ଯଦି କୋଉ ମଧୁଆକୁ ଡାକିକି ଖାଇବା ଟିକେ ଦେଇଦବ ତାହେଲେ ସେ ସମସ୍ତଙ୍କୁ ଆଶୀର୍ବାଦ ଦେଇଦବ ସିଧା। ତ ତାପରେ ଜଷ୍ଟ ଏତିକି ବେଳେ କଣ ହବ ଯେତେବେଳେ ହୁଇଲ ଚେୟାରରେ ଆସିବ ଏଇଠି କେମିତି କଣ ସ୍ତ୍ରୀ ଖବର ପାଇଯିବ ମେଡିକାଲରେ ଏତେ ସମୟ ଅପରେସନ ହେଲା ସ୍ତ୍ରୀ ଆସିପାରିବନି ଟଙ୍କା ଯୋଗାଡ଼ ବେଳେ ଆସିପାରିବନି କିନ୍ତୁ ଏଇଠି ମା ଭିକ ମାଗିଲେ ବି ସେ ଆସିପାରିବ। ଆସିପାରିବନି କିନ୍ତୁ ଠିକ ଯେତେବେଳେ ହୁଇଲ ଚେୟାରରେ ଆସିବ ସେତିକିବେଳେ ପୁଅ ସ୍ତ୍ରୀ ଯୋଉ ଆସିବ ସ୍ତ୍ରୀ ସାଙ୍ଗେ ସାଙ୍ଗେ ଏଣ୍ଟ୍ରି କରିବ ଭାଇ ସାଙ୍ଗରେ ଭାଇ ସାଙ୍ଗରେ ଆସିବ ସେଇଠି ସ୍ତ୍ରୀ ସାଙ୍ଗେ ସାଙ୍ଗେ ମାର ଗୋଡ ଧରି ମୁଁ ଭୁଲ ବୁଝିପାଇଲି ଭାଇ ବି ଭୁଲ ବୁଝିଯିବ ଯେ କିଛି କୁଆଡେ ହେଇନି ଦି ଜଣ କେମିତି ଭୁଲ ବୁଝିଗଲ ଏଇଠି ଗୋଟେ କଥା ବୁଝଉଛି ଯେ ଏବେ ବି ଆତ୍ମୀୟତା ବଞ୍ଚି ରହିଛି ଯେ ଗୋଟିଏ ଲୋକର ଦେହ ଖରାପ ହେଇଗଲେ ସମସ୍ତେ ପଳେଇ ଆସନ୍ତି ପରିବାର ପାଖ ଲୋକ ଏକାଠି ହେଇଯାଆନ୍ତି ତାଙ୍କୁ ଇଏ କରିବା ପାଇଁ ଠିକ ଯୋଉମାନେ କଷା ଖାଇବାକୁ ଭଲ ପାଆନ୍ତି ସେମାନେ କଷା ଟିକେ କାଢି ପାରିବେ କିନ୍ତୁ ଆମେ ଏଇଥିପାଇଁ କାଢିଛୁ ଯେ ଲୁଣ ହେଲା ନା ନାହିଁ ଦେଖିବା ପାଇଁ କାରଣ ସକାଳେ ଗୋଟେ ଅଣ୍ଡା କରିଥିଲୁ ସେଇଟା ଆପଣ ଏପିସୋଡରେ ଆଉ ଗୋଟେ ଏପିସୋଡରେ ଦେଖିବେ ଅଣ୍ଡା ଆମେ କଣ ନାଁ ଦେଇଥିଲୁ ମନେ ପଡୁନି ନୂତନ ଲୁଣ ନାଁ ଭୁଜିଆ ନା ଲୁଣ ଭୁଜିଆ ଲୁଣ ଛିଞ୍ଚା ଭୁଜିଆ କଣ ଗୋଟେ ଏମିତିଆ ଦେଇଥିଲୁ ସେଠି ଟିକେ ଲୁଣିଆ ହେଇଯାଇଥିଲା ସେଇଥିପାଇଁ ଯିଏ ପ୍ରାକ୍ଟିସ କରୁଛନ୍ତି ବିଗିନର ସେ ଖାଇପାରି ନଥିଲେ ଅତି ଦୁଃଖର ବିଷୟ ଥିଲା ସେଥିପାଇଁ ଏବେ ଟିକେ ଲୁଣ ଚାଖିବାକୁ ପଡିବ ଗାନ୍ଧିଜୀଙ୍କର ଏଇଟା ପଦାନୁସରଣ ହେଲା କରିଥିଲେ। କଷା ହଁ ଏଇଟା ଆପଣ ଖଣ୍ଡି ଟିକେ ଛୋଟିଆଟା ଖାଆନ୍ତୁ ମୁଁ ବଡ ଟିକେ ଖାଇବି କଣ କହିବ ଲୁଣ ଯଦି ଅଧିକା ହେଇଛି କୁହନ୍ତୁ ଏଇଥର ଠିକ ହେଇଛି ହଁ ଠିକ ହେଇଛି ଠିକ ହେଇଛି ଅତି ସୁନ୍ଦର ଲାଗୁନଥିଲା ଏତେ ସ୍ଵାଦିଷ୍ଟ ହବ ବୋଲି କିନ୍ତୁ
ଯଥାସମ୍ଭବ ପ୍ରୟାସରେ ଏତେ ସୁନ୍ଦର ଆପଣ ରୋଷେଇ କରିଛନ୍ତି। ମାତ୍ର ଏଇଟା 14 ଧରିଥାନ୍ତୁ 14 ଇଏ 6 20 25 ମିନିଟ୍ ଭିତରେ ଆମ ଚିକେନ ସରିଯାଇଛି, ଯୋଉଟା କି ଘଣ୍ଟାଟେ ଲାଗେ। ଆପଣ ମୁଁ ଏଇଠି ବୁଝିପାରିଲି, ଏଇଠି ଆପଣଙ୍କର ସେ କଳାଟାକୁ ମୁଁ ଲୋକଲୋଚନକୁ ଆଣିବାକୁ ଚାହୁଁଛି। ଦର୍ଶକ ବନ୍ଧୁ, ପୁରା ଅତି ସୁନ୍ଦର ଚିକେନ ହେଇଛି। ଯଦି ଆମେ ପାରାମିଟର କରିବା 10 ରୁ ଆମେ ଯଦି ନମ୍ବରିଂ କରିବା 10 ରୁ ମିନିମମ୍ 8 ରୁ 9 ଭଳିଆ ଆମେ ନମ୍ବରିଂ କରିହବ, କିନ୍ତୁ ବହୁତ କମ ସମୟରେ। ତେଣୁକରି ଖାସିୟତ ହେଲା ଏ ତରକାରୀର ସେଇଆ ଯେ ଆପଣ ଯୋଉ ଦୀର୍ଘ ସମୟ ଲାଗେ ଚିକେନଟି କରିବା ପାଇଁ, ଆପଣ ଚିକେନଟି ଖାଇଲା ବେଳେ ଦେଖିବେ ଏ ପାଟିକୁ ବେଶୀ ଆଇଁଷିଣିଆ ଲାଗିବ ନାହିଁ, ଭଲ ଲାଗୁଛି। ଭଲ ଲାଗିବ। ତା ସାଙ୍ଗରେ ଅତି କମ ସମୟରେ ହେଇଯିବ। ମିନିମମ୍ ଆପଣ ଆମେ ତ 20-25 ମିନିଟ୍ ଭିତରେ କରିଦେଲୁ, ଫୁଟିବା ପାଇଁ 30 ମିନିଟ୍ ଭିତରେ ଆପଣଙ୍କର ହେଇଯିବ। ଆମେ ଟିକେ ଗପିକି ଆପଣମାନଙ୍କୁ ଗେଲେଇ ଗାଲେଇ ଯାତ୍ରା କହି ଏଗୁଡ଼ା କରିକି କଲୁ ବୋଲି ଟିକେ ସମୟ ଲାଗିଲା, ନହେଲେ 20 ମିନିଟ୍ ଭିତରେ ବି ତରକାରୀ ସରିଯାଇପାରେ। ତାପରେ କିଛି ନାହିଁ, ଖାଲି ତରକାରୀ ଫୁଟିବ, ଫୁଟିଗଲା ପରେ ଗରମ ମସଲା ଟିକେ ପଡ଼ିବ, ସେତିକିରେ କାମ ସରିବ। ହଉ, ଆଜିର ଏପିସୋଡ ପାଖାପାଖି ସରିଲାଣି। ଆମେ ନାଇଁ ବାସ୍ ଏଇଠି ନାଇଁ ଏଇଟା ଆମର ଜାଣ 70% ସରିବ, 30% ଆମେ ଖାଇବା ପର୍ଯ୍ୟନ୍ତ ବି ନେଇକି ଯିବା, ହଁ। କିଛି ବଡ କଥା ନୁହଁ। କାରଣ ଆପଣ ବି ଦେଖନ୍ତୁ ଆମେ କଣ ଖାଉଛୁ, କାଳେ ଭାବିଦେବେ ଯେ ରୋଷେଇ ଏଇଟା କରିଦେଲ ଭିତରେ ନେଇକି ଆଉ ଗୋଟେ କଣ ଖାଇଦବ, ସେଇଟା ସେମିତି କିଛି ନାହିଁ। କିଛି ଜଣ କହିବେ ସେ ତରକାରୀ କଲର ଟିକେ ଏମିତି ହେଲା, ଭଲ ଲାଗୁନଥିବ, ଆପଣ ଭଲ କହୁଛନ୍ତି। ଯଦି ସେମିତି ଆପଣ ଭାବୁଛନ୍ତି ତାହେଲେ ଖାଇବାକୁ ଭୁଲ ଆମକୁ କରୁଛନ୍ତି। କମେଣ୍ଟ କରନ୍ତୁ, ଆମେ ଲୋକେସନ ପଠେଇଦବୁ, ଆପଣ ଆସିକି ଏଠି ମାଗଣାରେ ଖାଇକି ଯାଇପାରିବେ। ସମ୍ଭାଳି ପାରିବା ତ? ପ୍ରଥମ ଥର ମାଗଣା ଖାଇବେ, ତାପରଠୁ ପଇସା ଦେବେ। ଯଦି ସମ୍ଭାଳି ପାରିବା ତ? ଯଦି 20ଟା ଲୋକ ପଳେଇ ଆସିଲେ କରେଇ ତ ବଡ ନାହିଁ, କଡ଼େଇ କିଣିକି ଆଣିବେ। ଆମେ କହିଛୁ ମାଗଣା ଖାଇବାକୁ ଦବୁ, ବାସନ ବି ଆମେ ଦେବୁ କହିନୁ। ସିକ୍ୱେନ୍ସ ସାଙ୍ଗେ ସାଙ୍ଗେ ଚେଞ୍ଜ ହଉଛି। ଛାଡ ଚଳେଇଦବା। ଯୋଉମାନେ ଯୋଉ ଦହି ଲଭର, ଯୋଉମାନେ ଇଏ ପକେଇ କରନ୍ତି, ସେମାନେ ମଝିରେ ଯେତେବେଳେ ମସଲା କଷା ହେଇଯିବ ସେତେବେଳେ ଆପଣ ଦହି ମଧ୍ୟ ପକେଇ ପାରିବେ। ମସଲା ଖଟା କଷା ପାଇଁ। ହେଇଗଲା, ମସଲା ତ ତମେ କଷିଲନି ସିଧା ନା? ନାଇଁ ନାଇଁ, ଯେତେବେଳେ ଆପଣ ରସୁଣ ଅଦା ଆମେ ଯୋଉ ଟାଇମରେ ପକେଇଲୁ, ସିଏ କିଛି ସମୟ କଷା ହେଲା ପରେ ଯୋଉ ସମୟରେ ମୁଁ ଲଙ୍କାଗୁଣ୍ଡ ଆଉ ହଳଦୀଟି ପକେଇଲି, ସେଇ ସମୟରେ ଆପଣ ଦହି ଟିକେ ଆଡ୍ କରିପାରିବେ। ବର୍ତ୍ତମାନ କାକୁଡି କଟା ସିକ୍ୱେନ୍ସକୁ ନେଇଯିବା ନା ଆଉ କଣ ରଖିବାର ଅଛି? ଇଏ ତ ଫୁଟିଗଲା ପରେ ଗରମ ମସଲା ଆପଣଙ୍କର ପଡିଯିବ, କଡା ହେଇଯିବ, ସାଙ୍ଗେ ସାଙ୍ଗେ ଗରମ ଥିଲା ବେଳେ ଆମେ ଖାଇଦବା, କାରଣ ଥଣ୍ଡା ହେଲେ ଆଉ ଭଲ ଲାଗିବ ନାହିଁ। ଏତେ ଖରାପ ରୋଷେଇ ହେଇଛି। ଏଇଠି ଯାତ୍ରା ସିନ୍ ବି ଅଲମୋଷ୍ଟ ସରିବା ଉପରେ ହେଲାଣି। 2 ଜଣ ହଁ। ଭୁଲ ମାଗିଲେ, ଦର୍ଶକ ବନ୍ଧୁ ମାନଙ୍କୁ ସେମିତି ମୁଣ୍ଡିଆ ମାରିଲେ, କହିଲେ ଆଉ ଶାଶୁ ବୋହୂ ଭିତରେ କଳି ହବ ନାହିଁ। ଆଜିକାଲିର ଯୋଉମାନେ ବୋହୂ ମାନେ ତାଙ୍କୁ ଏତିକି ନୀତି ଶିକ୍ଷା, ଯଦି ମାଣବସା ଆପଣଙ୍କ ବେଳେ ନାହିଁ, ଆପଣଙ୍କ ଘରେ ହଉନାହିଁ, ଆପଣ ମାଣବସା ଦେଖି ନାହାନ୍ତି, କିନ୍ତୁ ଓଡ଼ିଆ ସଂସ୍କୃତିର ପରମ୍ପରା, ଆମେ ଆଜି ବି ଦେବତାଙ୍କୁ ମାନୁଛେ। ଯେତେବେଳେ ଡାକ୍ତରଖାନାରେ ଚିକିତ୍ସା ପାଇଁ ଯାଉଛନ୍ତି, ଡାକ୍ତରମାନେ ଦ୍ୱିତୀୟ ଭଗବାନ ହେଇକି ମଧ୍ୟ ପ୍ରଥମ ଭଗବାନଙ୍କୁ ମାନୁଛନ୍ତି। ତେଣୁ ଭଗବାନଙ୍କୁ ଆମେ ମାନିବା ଦରକାର, ବାର ନକ୍ଷତ୍ର ଏସବୁକୁ ଧ୍ୟାନ ଦେବା ଦରକାର, ପୂର୍ବ କାଳର ଲୋକମାନଙ୍କ କଥା ଶୁଣିବା ଦରକାର। ତାଳି ବଜାରର କାରଣ ହଉଛି ଲୋକ ବୋର ହଉଛନ୍ତି, ତମେ ଏତେ ଗପୁଛ। ଏଇ ସିକ୍ୱେନ୍ସରୁ ମନେ ପଡିଲା କଣ, ଯେତେବେଳେ ସମ୍ମିଳନୀ ହଉଥିବ, ଯୋଉ ଲୋକଟା ପୁରା ବୋରିଂ ଭାଷଣ ଦଉଥିବ, ପୁରା ଅତି ବୋରିଂ ଭାଷଣ, ଶୁଣିବାକୁ ଇଚ୍ଛା ହବନି, ସେଇଠି ଛୁଆ ମାନେ କଣ କରନ୍ତି, ସାର୍ ଯୋଉଠି ପଜଟା ନେବେ, ଯେ ପିଲାମାନେ ଜୀବନରେ ବହୁତ ଭଲ କାମ କରିବ କହିଲା ବେଳକୁ ପିଲା ସବୁ ତାଳି ମାରିଦେଇଥିବେ। ତାଳି ମାରିଦେଇଥିବେ, ସାର୍ ପୁରା ନିସ୍ତବ୍ଧ। ଆରେ ମୁଁ କହିବାର ଅଛି, ତମେ ଏଇଠି ତାଳି ମାରନି। ପିଲା କିନ୍ତୁ ତାଳି ବନ୍ଦ କରିନଥିବେ, ପିଲା କହିବେ କଟିଯାଅ। ଆମେ ତରକାରୀ କରି ସେମିତି ଆପଣଙ୍କର ଯୋଉ ପ୍ରବଚନ ଯୋଉ ଲମ୍ବା ଚଉଡା ଥିଲା, ତାକୁ ବନ୍ଦ କରିବାକୁ ଆମେ ତାଳି ମାରିଦେଲୁ, ସେଇଠି ସରିଗଲା। ଆଉ ଦର୍ଶକ ବୋର ହେବେ, ଏତେ ପ୍ରବଚନ କିଏ ଶୁଣିବ? ଦର୍ଶକ ଯିଏ ଦେଖିବା ଲୋକ, ଯିଏ ଶିଖିବା ଲୋକ, ସିଏ ଆଗକୁ ସ୍କିପ୍ କରି ଯିବେ, ଆମେ ଏକଥା ବି ଜାଣିଛୁ। ସ୍କିପ୍ କରି କାହିଁ କିନ୍ତୁ ଆରି ଭିତରେ ମଝିରେ ମଝିରେ ଆମେ ଏମିତି ଗୋଟେ କଥା କହିବୁ, ତାପରେ ଆମେ ପ୍ରଶ୍ନ ଉତ୍ତର କାର୍ଯ୍ୟକ୍ରମ କରିବୁ। ଯିଏ ମଝିରେ ଆମେ ଗୋଟେ କଥା କହିଥିବୁ, ଯିଏ କହିଦବ ତାକୁ ଆମ ତରଫରୁ ଗୋଟେ ଉପହାର ଦିଆଯିବ। ତାହେଲେ ଉପହାର ବ୍ୟବସ୍ଥାଟି ବି ଅଛି। ସେ ଉପହାରଟା କଣ? ନାଇଁ, ସେଇଟା କୁହାଯିବନି, ସେ ଉପହାର କୁହାଯିବନି। ଉତ୍ତର ଦେଇ ସାରିଲା ପରେ ବିଜେତା ଯିଏ ହେବେ, ଯିଏ ଆଗ କମେଣ୍ଟ କରିଦେବେ ଆଉ ଉତ୍ତର ଠିକ ଦେଇଦେବେ, ତାଙ୍କୁ ହିଁ ଦିଆଯିବ। ଏଟା କମ୍ୟୁନିଟି ପୋଷ୍ଟ ଭିତରେ ରହିବ, ତେଣୁକରି ଆପଣ ମାନେ ସେଟା ତା କମ୍ୟୁନିଟି ପୋଷ୍ଟରେ ଆନ୍ସର ଦେଇପାରିବେ। ଏମିତି ଆପଣ ସବୁ ଭିଡ଼ିଓ ଦେଖିବା ପାଇଁ ଆମ ଚ୍ୟାନେଲ ନାଁ ଟିକେ ଅଖାଡୁଆ ଲାଗିପାରେ, ଡିପ୍ଟୋଗ୍ରାଫି, କିନ୍ତୁ ତା ଭିତରେ ଆମେ ଗୋଟେ ପ୍ଲେ ଲିଷ୍ଟ କ୍ରିଏଟ୍ କରୁଛୁ।
କିଚେନ୍ ଆମେ Kitchen? ତାକୁ ନାଇଁ ନାଇଁ ଯା- କିଚେନ୍ ପାଇଁ ପ୍ଲେ ଲିଷ୍ଟ ହଉଛି Okay. ତା ଦେହରେ ରୋଷେଇ ଯାତ୍ରା ନାଁଟି ଦିଆଯିବ ଆଉ ଏଥିରେ 2 ଜଣଙ୍କର ଭୂମିକା ରହିଛି ସମ୍ପୂର୍ଣ୍ଣ ଘଟଣା ଭିତରେ ନା ସମ୍ପୂର୍ଣ୍ଣ ସିକ୍ରେଟ କାରଣ 2 ଜଣ ଏମିତି ପଦପଦବୀରେ ଅଛନ୍ତି ଯେ ଏ କଥା କାରଣ ଆମେ ଜାଣିଛୁ ଆପଣ ବହୁତ ଚାଲାକ ଆପଣ ସେଇ ଚ୍ୟାନେଲରେ ଯାଇକି ଅଲଗା ଭିଡିଓ ଖୋଜିକି ବାହାର କରିଦେବେ କିନ୍ତୁ ସେତେବେଳେ ଅଲଗା ଦୃଶ୍ୟ ଥିଲା ଏବେ କିଛି ଅଲଗା ଦୃଶ୍ୟ ସେଥିପାଇଁ ଛାଡ଼, ସେ ଯାହା ହେଇଛି ହେଇଛି ଆଉ ହଁ, ତାକୁ ଆମେ ଲୁକାୟିତ ହିସାବରେ ରଖିବା। ସେଇଥିପାଇଁ ଆମେ ଏହାକୁ ଏପି ପ୍ରଡକ୍ସନ କରି ଚଲେଇବୁ ଆନ୍ଧ୍ରପ୍ରଦେଶ ବୋଲି ଭାବିବେ ନାହିଁ ନହେଲେ ପିଏ ବି କରିପାରିଥାନ୍ତୁ କାରଣ ପର୍ସନାଲ ଆସିଷ୍ଟାଣ୍ଟ ଭାବିବେ ଆଉ ଦେଖିକି ଆମେ ପ୍ରଡକ୍ସନ ଚାଲ ଆପଣଙ୍କର ପାଖାପାଖି ପାଣି ଫୁଟି ଆଇଲାଣି ଯେଉଁମାନେ ଝୋଳ ଲଭର ଯେଉଁମାନେ ଝୋଳ ଖାଇବା ପାଇଁ ଭଲ ପାଆନ୍ତି ସେମାନେ ପାଣି ରଖିବେ ଆଉ ଯେଉଁମାନେ କଷା ଖାଇବା ପାଇଁ ଚାହାନ୍ତି ଆମର ତ 2 ଜଣ ଲୋକ, ତମେ ଏତେ ଆମର ଦରକାର ନାହିଁ, ସେ ନାଇଁ ମରିଯିବ। ନାଇଁ ଆପଣ 2 ଜଣ ଲୋକ କଥା କହୁଛନ୍ତି କିନ୍ତୁ ଖାଇଲା ବେଳକୁ ଝୋଳ କରୁଛନ୍ତି ଖାଲି ଝୋଳ ଖୋଜା ହଉଛି ଯେ ହୁଁ। ଏତେ ଦରକାର ନାହିଁ, ପାଣି ଗଡ଼ିବ ତାପରେ। ନାଇଁ ଇଏ ଆପଣଙ୍କୁ ଲାଗୁଛି କିନ୍ତୁ ଏ ବସିଗଲା ବେଳକୁ ଗ୍ରେଭି ବହୁତ ମୋଟା ହେଇଛି ହୁଁ ବହୁତ ମୋଟା ଗ୍ରେଭି କାରଣ ମସଲା ସଫିସିଏଣ୍ଟ ମସଲା ୟୁଜ କରୁଛେ କେତେବେଳେ ଛାଡ଼ିଦିଅ, ତାହେଲେ ବନ୍ଦ କରିଦବା। ଆପଣଙ୍କ ପାଖରେ ଯଦି ଧନିଆ ପତ୍ର ଥିବ କି ଟମାଟୋ ଥିବ ଆପଣ ୟୁଜ କରିପାରିବେ ବ୍ୟାଚଲର ଜୀବନ ଭାଇ, ଏଗୁଡ଼ା ସବୁ କଣ ଥାଏ? ବ୍ୟାଚଲର ଜୀବନ ମାନେ ଟୋକା ମାନେ ରେଡି ତ କିଛି ନାହିଁ ଖାଅ ପିଅ ଭାବ ନାହିଁ ଦେହ କଣ ହବ ବେଶୀ ଯିଏ ଭାବିବ ସିଏ ହିଁ ହଇରାଣ ହବ ଦିନେ ତ ସମସ୍ତଙ୍କୁ ମରିବାର ଅଛି, ହୁଁ, ଏଇଆ ଭାବିକି ଖାଇଦିଅ, ଖାଇଦିଅ ଯୋଉଠି ଚିନ୍ତା କରିବା ଆରମ୍ଭ କରିବ ସେଇଠୁ ତମର ଟେନସନ ଷ୍ଟାର୍ଟ ହବ। ସେଇଠୁ ଟେନସନ କିନ୍ତୁ ଆମେ ମାନେ ଯୋଉମାନେ କହୁଛୁ ବା ଯିଏ ସାଧାରଣତଃ ଆପଣ ଶୁଣୁଛନ୍ତି ଯାହାର ମ୍ୟାକ୍ସିମମ୍ କଥା, ତ ବହୁ ଟେନସନ ଭିତରେ ତାଙ୍କ ମୁଣ୍ଡ ଚାଲିଛି। ଚାଲ ତାରି ଭିତରେ ବି ଆମେ ଦର୍ଶକ ମାନଙ୍କୁ ମନୋରଞ୍ଜନ କରିବା ପାଇଁ ଏ ବ୍ୟବସ୍ଥା କରିଛୁ ଆପଣମାନେ ଟିକେ ଏଣ୍ଟରଟେନ ହେବେ ଟିକେ ହସିବେ ଆମକୁ ଆଶୀର୍ବାଦ କରିବେ କରିବେ ତ ଆମେ ଜାଣିଛୁ ଆଉ ନ କରି ତ ବାଟ ନାହିଁ ଆପଣଙ୍କ ପାଖରେ ଆଉ ଏଇଠି ରୋଷେଇର ଅନ୍ତ। ଗରମ ଆଉ ମସଲା 2-3ଟା ପ୍ରୋସେସ ରହିଲା, କଣ କାକୁଡି କଟା ଟିକେ ଦେଖିବେ। କାକୁଡି କଟା ଆମେ ଏକାଥରେ ସାଲାଡ କରିଦେଇ ଆପଣଙ୍କୁ ଦେଖେଇଦବୁ ହଁ କାରଣ ତରକାରୀଟା ହେଇଗଲା ପରେ ଆଉ ସମ୍ଭାଳି ହଉନି ନା ଏଇଟା ମୁଁ ଯଦି ଆପଣ ମାଂସ ପିସ୍ ଭଲ ପାଆନ୍ତି ତାହେଲେ ଏମିତି ଆପଣଙ୍କ ପାଖରେ ନେଇ ଦେଖେଇଦେବି ଏଇଟା ଆପଣଙ୍କର ପିସ୍ ଥଲ ଥଲ ହଉଛି ଖାଇବା ପାଇଁ ଭଲ ଲାଗିବ କଣ୍ଟା ପିସ୍ ତା ଭିତରେ ଅଛି, ସେମିତି ଭାବନ୍ତୁନି ଯେ ଖାଲି ମାଂସ ପିସ୍ ଆସିଛି। ସେତିକି ମୁଁ ଖାଇଦେବି ସାଙ୍ଗେ ସାଙ୍ଗେ ତାପରେ नो କଣ କହୁଛନ୍ତି ଆଉ କହିବେ? କହିବା କ'ଣ ଏଠି ତ କାକୁଡ଼ି ସାଲଡ଼ ହେଉଛି ଆପଣ ତ ଦେଖାଉଛନ୍ତି ତରକାରୀର ରଙ୍ଗ ଆପଣ ଦେଖି ଜାଣିପାରୁଥିବେ ତରକାରୀ କେତେ ଟେଷ୍ଟ ହେଇଛି ଆଉ ଏବେ କାକୁଡ଼ି କଟା ହେଲାଣି ଦହି ଆଇଛି କଞ୍ଚା ଲଙ୍କା ଟିକେ ଆସିଛି ଆଜି ତ ବହି ଜଳିଲା ଟୋଟାଲ ଠିକ ଅଛି, ଧନ୍ୟବାଦ। କିଛି କହିବେନି? ନା କେ ପଡ଼ିଥାଉ ଜଗତ ଉଦ୍ଧାର ହଉ। କାକୁଡ଼ିରେ ଗୋଳା ହଉଛି କଣ? ଦହି। ଦହି କଣ ଦରକାର? ଆପଣଙ୍କ ପାଚନ ଶକ୍ତି ଠିକ କରିବା ପାଇଁ ଦହି ଆବଶ୍ୟକ। ହେଇଗଲା ଆପଣଙ୍କର ଗରମା ଗରମ ଏବଂ ସୁସ୍ୱାଦୁ ଭାତଟି ମୋ ଦ୍ୱାରା ତିଆରି କରାଯାଇଛି, ଭାତ ଭଲ ହେଇଛି ଦେଖିଲେ ତ ଜଣା ପଡୁଛି ଭଲ ହେଇଛି ବୋଲି ଯାହାଦ୍ୱାରା କି ମୁଁ ଲୁଣ ପକେଇବା ଭୁଲି ଯାଇଛି। ତ କ'ଣ ତ କହନ୍ତି ଖଡ଼ିକା କାଠି ଆମେ ଝୋଳ ନେବା ପାଇଁ ବି ଆମ ପାଖରେ ଇଏ ନାହିଁ ଅପସନ୍ ନାହିଁ ଆମେ ଏଇଠି କ'ଣ କରୁଛୁ ଗୋଟେ ହାଇଟେକ୍ ଟେକ୍ନିକ୍ ଆମର ଗୋଟେ ଛୋଟ ତାଟିଆ ସେ ପୁଣି ଗିଫ୍ଟରେ ମିଳିଥିଲା ଆମେ ତାକୁ ୟୁଜ୍ କରୁଛୁ ଆଳୁ ଆପଣ କାଟି ଦେଇପାରିବେ ଏମିତି ସାଇଡ଼୍ କିରି
ଆରାମରେ ଦି ଖଣ୍ଡ କରିକି ଏଟା ସାରା ଆଳୁ ନୁହଁ ଦି ଖଣ୍ଡ କରି ଆଳୁ କାଢି ଦିଅନ୍ତୁ। ଯିଏ ଯାହାର ମାଂସ କାଢିକି ନେବେ, ଯିଏ କଣ୍ଟା ଖାଇବା କଥା କଣ୍ଟା ନେବେ, ଯିଏ ଇଏ କରିବା କଥା ନେବେ। ଯିଏ ସେଗୁଡା ଖାଇବନି ଆଳୁ ଝୋଳ ଖାଇପାରିବେ ସାଧା ବାଲା। ଆମେ ଏତିକି ନେଉଛୁ। କଣ୍ଟା ଯଦି ତମ ଆଡେ ଗଲା ତାହେଲେ ଦୟା ପୂର୍ବକ କରି ଏପଟକୁ ଦେଇଦବ। ସେଗୁଡା ଖାଇବାକୁ ଇଚ୍ଛା ନାହିଁ। ତମେ ମାଂସ ଖାଲି ଖାଇବ। ଆପଣ ନିଜ ନିଜର କାଢିକି ନିଅନ୍ତୁ କଣ ନେବେ। ନେଇଯାଆନ୍ତୁ ଆଗ। ଝୋଳ ଦେଇ ଦଉଛି। ଆରେ ତୁ ଛୋଟା ଥାଳିଟା ନେଇଗଲୁ କି ଖାଇପାରିବୁନି? ହଉ ମାଂସ କଣ ନେବୁ କାଢିକି ନେଇଯା। ଜୀବନ ହଉ ଦର୍ଶକ ବନ୍ଧୁ ଆପଣ ମାନେ ଖାଆନ୍ତୁ। ସମୟର ଅନ୍ତ ଘଟିଲା। ଆପଣ ମାନେ ଖାଆନ୍ତୁ ଆଉ ଆମକୁ ଖାଇବାକୁ ଦିଅନ୍ତୁ, ଯାହାଦ୍ୱାରା କି ଆମେ ଶାନ୍ତି ପୂର୍ବକ ଖାଇପାରିବୁ। ଏମିତି ବି ଆମେ ଦେଖେଇ ପାରିଥାନ୍ତୁ ଆମେ କଣ ଖାଉଛୁ, କେମିତି ଖାଉଛୁ, ଭଲ ଲାଗୁଛି ନା ଖରାପ ଲାଗୁଛି ଗୋଟିକି, କିନ୍ତୁ ଆମେ ଚାହୁଁଛୁ ଯେ ଆପଣଙ୍କର ଏତେ ସମୟ ନଷ୍ଟ ହଉ। ଯଦି ଆପଣ ମାନେ କହିବେ ସତ କଥା ହେଲାଣି ଭୋକ କଲାଣି ଆଉ ଖାଇବା ଏତେ ଟେଷ୍ଟ ମୁଣ୍ଡ କାମ କରୁନି ଆମେ ଖାଇଦବୁ।